ପାଖରେ ଯେଉଁ ଗର୍ଭଗୃହ ଅଛି ସେଥିରେ କୌଣସି ମୂର୍ତ୍ତି ବା ଦେବାଦେବୀଙ୍କର ପ୍ରତିମୂର୍ତ୍ତି ନାହିଁ। ନାହିଁ, ସେଠି ମାଆଙ୍କ ଯୋନିଶିଲା ଅଛି। ତନ୍ତ୍ର ଇଜ୍ ଆନ୍ ଆନ୍ସିଏଣ୍ଟ ଟେକ୍ନୋଲୋଜି ଆଣ୍ଡ ତନ୍ତ୍ର ଇଜ୍ ଫୁଲି ଡିପେଣ୍ଡ ଅନ୍ ଶିବ ଆଣ୍ଡ ଶକ୍ତି। ତନ୍ତ୍ର ଦ୍ୱାରା ବିବାହ ବିଚ୍ଛେଦ ସମ୍ଭବ କି? ରୋକିବାଟା ସମ୍ଭବ, କରିବା ବି ସମ୍ଭବ, ବଟ୍ କରିବାଟା ଏକ୍ସଟ୍ରିମଲି ନେଗେଟିଭ୍ ଜିନିଷ। ଏ ତନ୍ତ୍ର ଦ୍ୱାରା ଗୋଟେ ଅସାଧାରଣ ରୋଗ ଭଲ ହେବା ସମ୍ଭବ କି? ହଁ, ପସିବୁଲ୍, କ୍ୟାନ୍ସର ପସିବୁଲ୍, ଆପଣ ବଡ଼ ଗୋଟେ ପସିବୁଲ୍ କହୁଛି ଗୋଟେ ଆପଣଙ୍କୁ। ମୁଁ ପ୍ରମାଣ ବି ଦେଇଦେବି ଆପଣଙ୍କୁ। ମୁଁ ବିତର ପ୍ରୁଫ୍ ଛଡ଼ା କୋଉ ଜାଗାରେ କଥା ହେବନି। ମୁଁ ଯଦି ଆପଣ ତନ୍ତ୍ର ସୋସିଆଲ ଦ୍ୱାରା ମିଡ଼ିଆରେ କହୁଛି ଆଇ ହ୍ୟାଭ୍ ଦ ପ୍ରୁଫ୍, ମୋ ପାଖରେ ପ୍ରୁଫ୍ ଅଛି। ଆପଣଙ୍କ ନଜରରେ ବା ଆପଣଙ୍କ ହିସାବରେ ଆପଣ ଭୂତ ଦେଖିଛନ୍ତି? ଦେଖିଛି। ସତରେ କ'ଣ ଭୂତମାନଙ୍କ ଗୋଟେ ଦୁନିଆ ଅଛି? ଅଛି। ସେଥିରେ ଭୂତ ସ୍ପିରିଚୁଆଲ ଅଛି। ପ୍ରେତ ଯୋନି, ଗୌଡ଼ ପୁରାଣରେ ତାହେଲେ ପ୍ରେତ ଯୋନିର ଉଲ୍ଲେଖ କାହିଁ କରାଯାଇଛି? ପିଶାଚ ଯୋନି କାହିଁ ଉଲ୍ଲେଖ କରାଯାଇଛି? ହଠାତ୍ ଆମେ ଏମିତି 5 ଜଣ ଅଛୁ, ମୋ ଦେହରେ ଭୂତ ଲାଗିଛି, ଧରିନିଅନ୍ତୁ, ଆପଣ କେମିତି ଜାଣିବେ? ତାଙ୍କ ଅନ୍ଧାର, ଆଉ ଯେତେ ନାଇଟ୍ ପଡ଼ିଥିବ ତାଙ୍କ ଭିତରେ ସେତିକି ଏନର୍ଜି ହାଇ ରହିବ, ଅଧିକ ରହିବ। ଡେ ଟାଇମ୍ରେ ଦେ ଆର୍ ଭେରି ଡଲ୍। ରାତିରେ ଉତ୍ପାତ ହୁଏ। ରାତିରେ ଅଧିକ, ଯେତେ ରାତି ବଢ଼ି ବଢ଼ି ଚାଲିବ ତାଙ୍କ ଭିତରେ ଉର୍ଜା ସେତିକି ଯାଏ। 12ଟାରୁ 3ଟା ମୋଷ୍ଟ ପ୍ରୋବାବ୍ଲି। ତ ଆପଣ ଶ୍ମଶାନରେ ଭୂତ ରହିବେନି, କେଉଁଠି ରହିବେ? କାହା ଘରେ ତ ରହିବେନି, ଯାଇକି ମର୍ତ୍ତ ମଣିଷ ରହିବେ, ଭୂତ ତ ରହିବେନି। ତାମାନେ ମୋଟାମୋଟି ଭାବେ ଶ୍ମଶାନରେ ହିଁ ଭୂତ। ଯେଉଁଠି ପୋତା ହେଉଛି ସେଠି ଗ୍ରେଭୟାର୍ଡ ତ ଅଛି। ତନ୍ତ୍ର ଉପରେ ରିସର୍ଚ୍ଚ କରୁଥିବା ଲୋକଟି, ଧରିନିଅନ୍ତୁ ଆପଣଙ୍କର ଶେଷ ଲକ୍ଷ୍ୟ କ'ଣ ଥିବ? ମୋକ୍ଷ ପ୍ରାପ୍ତି ନା ଶକ୍ତି ପ୍ରାପ୍ତି? ବାପା ମା କ'ଣ? ଲିଭିଂ ଗଡ୍। ବାପା ମା ହେଉଛନ୍ତି ଲିଭିଂ ଗଡ୍। ସ୍ତ୍ରୀ କ'ଣ? ବିଗ୍ ସପୋର୍ଟର। ପ୍ରେମ କ'ଣ? ସମସ୍ତଙ୍କୁ ସର୍ଭ କରିବା। ଜୀବନ କ'ଣ? ସମସ୍ତଙ୍କୁ ନେଇ ଚଳିବା। ଆପଣଙ୍କର ଶେଷ ଆଶା କ'ଣ? ନମସ୍କାର, ଓପନ୍ ଭଏସ୍ର ଆଉ ଏକ ବିଶେଷ ଏପିସୋଡ଼କୁ ସ୍ୱାଗତ କରୁଛି ମୁଁ ସୌଦାଗର। ଆଜିର ଏପିସୋଡ଼ ବହୁତ ବିଶେଷ, ବହୁତ ଖାସ୍, ଏଇଥିପାଇଁ କି ଆଜିର ଅତିଥି ମୋ ପାଇଁ ବହୁତ ଖାସ୍। ମୋ ଅନୁରୋଧ ରକ୍ଷା କରି ଆସୁଛନ୍ତି, ଭୁଲ କହିଲେ ଆଜ୍ଞା, ମୋ ଅନୁରୋଧ ନୁହେଁ, ଆପଣମାନଙ୍କର ମେସେଜ୍, ଆପଣମାନଙ୍କର କଥା ରଖି ମୋ ଅତିଥିଙ୍କୁ ଯୋଗାଯୋଗ କରିଥିଲି। ଇଣ୍ଟ୍ରୋଡକ୍ସନ୍ ପୂର୍ବରୁ ମୁଁ ଛୋଟ କଥାଟିଏ କହିବା ପାଇଁ ଚାହିଁବି। ଯଦି ଆମେ 50 କିମ୍ବା 100 ବର୍ଷ ପଛକୁ ଫେରିଯିବା, ଯଦି କାହାକୁ ସାପ କାମୁଡ଼ୁଥିଲା ଲୋକ ଗୁଣିଆକୁ ଖୋଜୁଥିଲେ, ଯଦି ଗାଁକୁ ମହାମାରୀ ଆସୁଥିଲା ଲୋକ ତାନ୍ତ୍ରିକ ଏବଂ ସାଧୁଙ୍କୁ ଖୋଜୁଥିଲେ, ଗାଁରେ ଯେକୌଣସି ନାନାଦି ଅସୁବିଧା ଆସୁଥିଲା ଲୋକମାନେ ତନ୍ତ୍ରକୁ ଖୋଜୁଥିଲେ, ତାନ୍ତ୍ରିକକୁ ଖୋଜୁଥିଲେ। ସେ କାହାଣୀ 100 ବର୍ଷ କିମ୍ବା 50 ବର୍ଷ ତଳର ନୁହେଁ, ଆଜି ବି ସେ କାହାଣୀ ବଞ୍ଚିଛି। ଆଜି ବି ଆମେ ଚନ୍ଦ୍ରରେ ପହଞ୍ଚି ସାରିଲୁଣି, ଚନ୍ଦ୍ରରୁ ସ୍ନାପ୍ ନେଇ ସାରିଲୁଣି, ତଥାପି ତନ୍ତ୍ର ବଞ୍ଚିଛି। ତନ୍ତ୍ରକୁ ଭଲ ପାଉଥିବା ଲୋକ ଏବଂ ତନ୍ତ୍ରକୁ ବିଶାରଦ କରୁଥିବା ଲୋକ, ତନ୍ତ୍ର ପ୍ରତି ସେମାନଙ୍କର ସମର୍ପଣ ଭାବନା ରଖିଥିବା ଲୋକଟିଏ ଆଜି ବି ବଞ୍ଚିଛନ୍ତି। ସେଇ ଲୋକଙ୍କ ମଧ୍ୟରୁ ମୁଁ ବାଛିଛି ମୋର ପ୍ରିୟ ଗେଷ୍ଟ, ଯିଏ ମୋ ପାଇଁ ବହୁତ ସ୍ପେଶାଲ, ଯାହାଙ୍କର ଉପସ୍ଥିତି ଆଜିର କାର୍ଯ୍ୟକ୍ରମକୁ ବହୁତ ସ୍ପେଶାଲ ଭାବେ ଗଢ଼ିବ ଏବଂ ଆପଣମାନଙ୍କର ପ୍ରଶ୍ନ ଏବଂ ମୋ ପ୍ରଶ୍ନକୁ ମୁଁ ସିଧାସଳଖ ପଚାରିବି। ମୋ ସହିତ ମୋ ଷ୍ଟୁଡ଼ିଓରେ ଉପସ୍ଥିତ ଅଛନ୍ତି ଶୈବ ଉପାସକ ଏବଂ ତନ୍ତ୍ର ସାଧକ ବା ତନ୍ତ୍ର ରିସର୍ଚ୍ଚର ବୋଲି ଆମେ ଯାହାକୁ କହିପାରିବା, ପ୍ରେମ ତାଲୁକଦାର। ସାର୍, ୱେଲକମ୍ ଟୁ ମାଇ ପଡକାଷ୍ଟ। ମହାଦେବ, ନମସ୍କାର। ନମସ୍କାର। ଭଲ ଅଛନ୍ତି? ଆଜ୍ଞା। ଏ ପ୍ରଶ୍ନ ଆପଣମାନଙ୍କ ପାଇଁ ଭାରି ସହଜ ହେଇପାରେ, କାହିଁକି ଭଲ ପାଉଥିବା ମଣିଷ ଆଉ ଭଲରେ ଥିବା ମଣିଷଙ୍କୁ ଭଲ ଅଛନ୍ତି ବୋଲି ପଚାରିବାଟା ଭାରି ସହଜ ପରିକା ଲାଗେ। ତଥାପି ଆପଣ କେତେ ଭଲରେ ଅଛନ୍ତି? ବହୁତ ଭଲ ଅଛି। ଏଇଠି ମୁଁ ଯୋଡ଼ି ପାରିବି, ତନ୍ତ୍ର ଆପଣଙ୍କୁ ଭଲରେ ରଖିଛି। ନିଶ୍ଚୟ, ଭଗବାନଙ୍କ ସମସ୍ତଙ୍କୁ ଭଲ ପାଇବା, ଉପରବାଲାଙ୍କ କୃପା ଭଲରେ ରଖିଛି, କିଛି ଅସୁବିଧା ନାହିଁ। ତନ୍ତ୍ର ଭଲରେ ରଖିଛି, ଭଲ ରଖିଛି। ମୁଁ ଟିକେ ଏ ସେସନ୍ ଆରମ୍ଭ କରିବା ପୂର୍ବରୁ, ସମସ୍ତଙ୍କର ଗୋଟେ ଇନର ଇଣ୍ଟରେଷ୍ଟ ଥାଏ କାମାକ୍ଷା ପ୍ରତି। ସମସ୍ତଙ୍କର ଇଚ୍ଛା ଥାଏ, କାମାକ୍ଷା ହେଉଛି ସବୁଠାରୁ ଶ୍ରେଷ୍ଠ ଶକ୍ତିପୀଠ, ଯେଉଁଠି ତନ୍ତ୍ର ସାଧନାର ମୂଳଦୁଆ ବୋଲି କୁହାଯାଉଥିଲା। ମୁଁ ଟିକେ ଖାଲି ଜାଣିବା ପାଇଁ ଚାହିଁବି, ଆପଣଙ୍କ ନଜରରେ କାମାକ୍ଷା କେତେ ସୁନ୍ଦର? ଯେଉଁଟା ମୁଁ ଭର୍ବାଲି କହିକି ବୁଝେଇ ପାରିବିନି, ସେଇଟା ଫିଲିଙ୍ଗସର କଥା, ହାର୍ଟଲି ଫିଲିଙ୍ଗସର କଥା। କାହିଁକିନା ମୁଁ ପ୍ରାକ୍ଟିକାଲି କାମାକ୍ଷା 3ରୁ 4 ଥର ମୁଁ ଯାଇଛି କାମାକ୍ଷା। ଆଚ୍ଛା, ମାନେ ଚାଇଲ୍ଡହୁଡ୍ ଟାଇମ୍ରେ ଯାଇଥିଲି, ତାପରେ ବି 2-3 ଥର ଯାଇଥିଲି। ତ କାମାକ୍ଷା ଆଉଟ୍ ଅଫ୍ ଦ ୱାର୍ଲଡ, ମାନେ ସେଠି ଗଲେ ମାନେ ସେଟା ଦୁନିଆ ବାହାରେ ଆଉ ଗୋଟେ ଦୁନିଆ ଯଦି କହିବେ, ତାହେଲେ ଦ୍ୟାଟ୍ ଇଜ୍ କାମାକ୍ଷା ଟେମ୍ପଲ୍।
ଯେମିତି କି ତଥାପି ଆମେ ଯଦି କାମାକ୍ଷାକୁ ଯିବୁ କୋଉ ଜିନିଷ ପ୍ରାକ୍ଟିକାଲି ମୁଁ ଯେତେବେଳେ କାମାକ୍ଷା ନୀଳାଚଳ ପର୍ବତ କାମାକ୍ଷା ନୀଳାଚଳ କ୍ଷେତ୍ରକୁ ପର୍ବତ। ନୀଳାଚଳ ପର୍ବତ କୁହାଯାଏ ଗୁଆହାଟୀରେ ଆସାମର ଗୁଆହାଟୀ ଗୁଆହାଟୀ ନୀଳାଚଳ ପର୍ବତରେ କାମାକ୍ଷା କୁହାଯାଏ। ତ କାମାକ୍ଷାର ଯୋଉ ବାଉଣ୍ଡେସନ ଯୋଉ ଅଛି ନୀଳାଚଳ ପର୍ବତ ଜଷ୍ଟ ଆପଣ ଏଣ୍ଟ୍ରି ନେଲା ପରେ ଯୋଉ ଲେଭେଲ ଅଫ ପିସନେସ୍ ଯୋଉ ଲେଭେଲ ଅଫ ଏନର୍ଜି ଅଫ ଭାଇବ୍ରେସନ୍ସ ପଜିଟିଭଲି ଏକ୍ସଟ୍ରିମ୍ ଆପଣ ଗୋଟେ ମଣିଷ ଯେତେ ନେଗେଟିଭ ଥିଲେ ବି କାମାକ୍ଷା ନୀଳାଚଳ ପର୍ବତ ଗଲେ ତାକୁ ପିସ୍ ଫିଲ୍ ହବ ସେ ଯେତେ ଅଶାନ୍ତ ଥାଉ। ଏଇଟା ମୁଁ ପ୍ରାକ୍ଟିକାଲ ଏକ୍ସପିରିଏନ୍ସ କହୁଛି ଏଇଟା ପର୍ସନ ଟୁ ପର୍ସନ ଭ୍ୟାରି କରେ। ଆଚ୍ଛା। ସେତିକି ଦୂର ମାଙ୍କ ସାଙ୍ଗରେ କନେକ୍ଟେଡ ରହିଲେ ମାଙ୍କ କୃପା ହେଲେ ଯାଇକି ସେସବୁ ଜିନିଷ ଆପଣଙ୍କୁ ଫିଲିଙ୍ଗସ୍ ହବ। ବଟ୍ ନ୍ୟାଚୁରାଲ ସେ ଜାଗାର ଭାଇବ୍ରେସନ୍ସ ବହୁତ ମାନେ ପିସଫୁଲ ଆଣ୍ଡ ସ୍ପେଶାଲି କ'ଣ କୁହାଯିବ ଆପଣଙ୍କ ସେଠି ପୁରା ଶକ୍ତିର ଯେଉଁ ଜିନିଷ ମାନେ ଫେମିନାଇନ୍ ଯେଉଁ ଫୋର୍ସେସ୍ ତାର ଏକ୍ସଟ୍ରିମଲି ସେଠି ଗଲେ ଆପଣ ଫିଲ୍ କରିପାରିବେ। ସମସ୍ତେ ଫିଲ୍ କରିପାରିବେ ନା ଆପଣ 1000% ସମସ୍ତେ ଫିଲ୍ କରିପାରିବେ। ସମସ୍ତେ ଫିଲ୍ କରିପାରିବେ। କମ୍ ବେଶୀ ନେଇକି କଥା ଅଛି। ଆଚ୍ଛା। କି ଅଧିକ ଫିଲ୍ କରିପାରିବେ ଯେଉଁମାନେ ବେଟରଲି ରୁହନ୍ତୁ ଭକ୍ତି ବା ମାର୍ଗରେ ଅଛନ୍ତି ସେମାନେ ବେଟରଲି ଫିଲ୍ କରିପାରିବେ। ଯେଉଁମାନେ ଡିପ୍ ସ୍ପିରିଚୁଆଲ ଅଛନ୍ତି ସେମାନେ ଆହୁରି ବେଟରଲି ଫିଲ୍ କରିପାରିବେ ଆହୁରି ଡେପଲି ଫିଲ୍ କରିପାରିବେ। ଯେଉଁମାନେ ନର୍ମାଲି ବି ଅଛନ୍ତି ସେମାନେ ସମସ୍ତେ ଫିଲ୍ କରିବେ। ପର୍ସନ ଟୁ ପର୍ସନ ଗୋଟେ ପିସନେସ୍ ତ ଫିଲ୍ ହେବ ଏଇଟା କନଫର୍ମ। ଏଇଟା ଯେକୌଣସି ଏମୋସନାଲ ନର୍ମାଲ ମାନେ ବ୍ୟକ୍ତି ବି ଯାଇଛନ୍ତି ସେମାନଙ୍କୁ ବି ଫିଲ୍ ହେଇଛି। ଧରି ନିଅନ୍ତୁ ଆପଣ ଯେବେ କାମାକ୍ଷାକୁ ପ୍ରଥମ ଥର ଯାଇଥିଲେ ଆପଣଙ୍କର ସାଧନାରୁ ସିଦ୍ଧି ପାଇଁ ଆପଣଙ୍କର ଜୀବନର ଭିନ୍ନ ଏକ ଦର୍ଶନ ପାଇଁ ଆପଣଙ୍କୁ କାମାକ୍ଷା ଯିବାକୁ ପଡ଼ିଥିଲା ଫାଷ୍ଟ ଏକ୍ସପିରିଏନ୍ସ। ମୁଁ କାମାକ୍ଷା ଛୋଟବେଳେ ଫାଷ୍ଟ ସେମିତି ଭିଜିଟ୍ କରିବା ପାଇଁ ଯାଇଥିଲି ବାପାଙ୍କ ସାଙ୍ଗେ ବୁଲିବା ପାଇଁ ଛୋଟବେଳେ ଯାଇଥିଲି ସେତେବେଳେ ଦର୍ଶନ କରିକି ଆସିଥିଲି। ସେତେବେଳେ ତ କିଛି ଏତେ ନଥିଲା। ତାପରେ ମୁଁ କାମାକ୍ଷା ଯାଇଥିଲି ସେଠି ଆପଣଙ୍କ କାମରେ ବା ସାଧନା କାମରେ ହବନ କାମାକ୍ଷା ଟେମ୍ପଲ ଦର୍ଶନ କରିବା ପାଇଁ ସେଠି କୁମାରୀ ପୂଜା ହୁଏ ସେଠି ଆପଣ କାମାକ୍ଷାରେ କୁମାରୀ ପୂଜା ଦେନ୍ କାମାକ୍ଷାରେ ଯେଉଁ ଗର୍ଭଗୃହ ଅଛି ତାଙ୍କର ସେଠି ଦର୍ଶନ କଲା ପରେ ଯେଉଁ ହବନ କୁଣ୍ଡ ଅଛି ମାଙ୍କର ଆଉ ଘୋର ଧ୍ୱନି ଅଛି ସେଥିରେ ହବନ କରିବାକୁ ମା କାମାକ୍ଷାଙ୍କ ଗୁରୁଙ୍କ କୃପାରୁ ମୋତେ ସେଠି ସୁବିଧା ହେଇଛି ହବନ 4-5 ଥର କରିବା ପାଇଁ। ଟେମ୍ପଲ୍ସ ଏବେ ତ ବହୁତ ମା କାମାକ୍ଷା କୃପାରୁ ସେଇଟା ପରମାନେଣ୍ଟ ହେଇଗଲାଣି। ଏବେ ଯେବେ ଗଲେ ବି ସେଠି ଆମେ ହବନ କରିପାରିବି। ତ ସେଠି ହବନ କରିଛି ବହୁତ ଜିନିଷ କରିଛି। କାମାକ୍ଷା ଏକ୍ସପିରିଏନ୍ସ କହିବାକୁ ଗଲେ ଫାର୍ଷ୍ଟ ଟାଇମ୍ କେବେ ବି ଭୟ ଲାଗେନି। ଲୋକ କାମାକ୍ଷା ନେମ୍ ଶୁଣିଲେ ବହୁତ ଜଣ ଭୟ କରିଦେବେ ମୋତେ ଭୟ ଲାଗୁଛି ଅନେଷ୍ଟଲି ଭୟ ଲାଗୁଛି। ମୋତେ ବି ଭୟ ଲାଗିଛି। ମୋତେ ବହୁତ ମାନେ ସେଠି ମାନେ ପିସନେସ୍ ବହୁତ ଫିଲ୍ ହେଇଛି ମାନେ ହୋମଲି କ୍ଲାଇମେଟ୍ସ ଘର ସେମିତି ଫିଲ୍ ହେଇଛି। ଯେଉଁ କଥା କହିଲେ ଆଉଟ୍ ଅଫ୍ ଦ ୱାର୍ଲ୍ଡ ବହୁତ ହୋମଲି ମାନେ ବହୁତ ପିସନେସ୍ ମାନେ ଏତେ ଷ୍ଟ୍ରେସ୍ ଲାଇଫରୁ ଆମେ ଯେଉଁ ଲାଇଫ୍ ବଞ୍ଚୁଛେ ସକାଳୁ ଏଇ କାମ ଅଛି ସେ କାମ ଅଛି ଏଇ କାମ ସେ କାମ ସବୁ ଜିନିଷ ଫ୍ୟାମିଲି ଡ୍ୟୁଟି ସବୁ ଜିନିଷ ପରେ ଗୋଟେ ହ୍ୟୁମାନକୁ ଗୋଟେ ପିସନେସ୍ ଦରକାର। କୁହାଯାଏ କାମାକ୍ଷାର ଯେଉଁ ଗର୍ଭଗୃହ ଅଛି ସେଥିରେ କୌଣସି ମୂର୍ତ୍ତି ବା ଦେବାଦେବୀଙ୍କର ପ୍ରତିମୂର୍ତ୍ତି ନାହିଁ। ସେଠି ମାଙ୍କ ଯୋନିଶିଲା ଅଛି। ମା ପଥରରେ କାମାକ୍ଷା ଖୋଦିତ ସତୀଙ୍କ ହେଇକି ଯୋନିଶିଲା ଅଛି ଯୋଉଠି ୱାଟର ଫ୍ଲୋ କରୁଛି ସେଇଟା ଦେଖାଯାଏ ନାହିଁ ଦିଶାଯାଏ ନାହିଁ। ସେଇଟା ଉପରେ ସେଠି ବହୁତ ଗର୍ଭଗୃହ ବହୁତ ଅନ୍ଧାର ସେଠି ଦୀପର କେବଳ ପ୍ରଜ୍ୱଳନ କରାହେଇଛି। ଦୀପର ଆଲୁଅରେ ଯାହା ଆପଣ ଦେଖିପାରିବେ ସେଠି ମା କାମାକ୍ଷା ସରସ୍ୱତୀ ଆଉ ଆପଣଙ୍କର ମାତଙ୍ଗୀ। ମହାଦେବ ମୁଁ ଟିକେ ଜାଣିବା ପାଇଁ ଚାହିଁବି ବାସ୍ତବିକ କାମାକ୍ଷାକୁ ଗଲେ କ'ଣ ହୁଏ? ଏଇଥିପାଇଁ ପ୍ରଶ୍ନ ଧରି ନିଅନ୍ତୁ ଜଣେ ସାଧନା ପାଇଁ ଯାଉଥିବା ବ୍ୟକ୍ତି ଆପଣଙ୍କ ପରି ଭିଜିଟର୍ସ ହିସାବରେ ଯାଉଥିବା ବ୍ୟକ୍ତି ମୋ ପରି ଆମେ ଦୁଇ ଜଣ ବ୍ୟକ୍ତି ଦୁଇ ପ୍ରକାର ବ୍ୟକ୍ତି ଆମେ କାମାକ୍ଷାରେ ପହଞ୍ଚିଲେ। ସ୍ପିରିଚୁଆଲି ମୁଁ ବି ଅଛି ଆପଣ ବି ସ୍ପିରିଚୁଆଲି ଅଛନ୍ତି। ଆପଣଙ୍କର ଜୀବନ ଦର୍ଶନ ଆପଣଙ୍କର ଚେତନା ଶକ୍ତି ଅଲଗା ମୋର ଚେତନା ଶକ୍ତି ଅଲଗା। ଆମେ ଦୁଇ ଜଣ ଯଦି ଯାଇ କାମାକ୍ଷାରେ ପହଞ୍ଚିବା କେଉଁ ଜିନିଷ ମୋତେ ପ୍ରଥମେ ଆଟ୍ରାକ୍ଟ କରିବ ଆପଣଙ୍କୁ କେଉଁ ଜିନିଷ ପ୍ରଥମେ ଆଟ୍ରାକ୍ଟ କରିବ ଟିକେ ଡିପ୍ଲୋମାଟିକ୍ ଆଙ୍ଗେଲରେ କ୍ୱେଶ୍ଚନ୍ ପଚାରୁଛି। ଏଇଟା ଡିପେଣ୍ଡ କରୁଛି ଆପଣଙ୍କର ପର୍ପସ୍ ଆପଣ କେଉଁଥି ପାଇଁ କାମାକ୍ଷା ଯାଉଛନ୍ତି। ଆଚ୍ଛା ଆପଣ କାମାକ୍ଷା ଯଦି ସପୋଜ ଆପଣ କାମାକ୍ଷା ଭାବିଛନ୍ତି ଥଟ୍ କ୍ରିଏଟ୍ କରୁଛନ୍ତି ନାଇଁ ମୁଁ କାମାକ୍ଷା ଯିବି ମାଆଙ୍କୁ ଦର୍ଶନ କରିବି ମୋର ବେଟର ଲାଇଫ୍ ପାଇଁ ଇଏ କରିବି ପ୍ରେ କରିବି ଆସିବି। ତ ଆପଣଙ୍କ ସାଙ୍ଗରେ ଯେତେବେଳେ ଆପଣ ସେଇ ଯାତ୍ରାରେ ବାହାରିବେ ଆପଣଙ୍କ ସାଙ୍ଗରେ ସେଇ ରିଲେଟେଡ୍ କଜେସ୍ ମାନେ ଆଟ୍ରାକ୍ଟେଡ୍ ହେବେ। ମୁଁ ଯଦି ଭାବିବି ନା ମୋର କୌଣସି କିଛି ଦରକାର ନାହିଁ ମୁଁ ମାଆଙ୍କୁ ଯିବି କେବଳ ମାଆଙ୍କୁ ଦର୍ଶନ କରିବି ଆସିବି ତ ମୋତେ ମୋର ଅଲଗା ଯେଉଁ କଜେସ୍ ସେଟା ଆଟ୍ରାକ୍ଟ ଡିପେଣ୍ଡ କରୁଛି ପର୍ପସ୍ ଆପଣ କେଉଁ ପର୍ପସ୍ରେ ଯାଉଛନ୍ତି। ସେଇ ଥଟ୍ ପର୍ପସ୍ଟା ଆପଣ ଯାହା ବି ଥଟ୍ ଭାବିଥିବେ ସେ ଅନୁସାରେ ରିଫ୍ଲେକ୍ସନ୍ କିନ୍ତୁ ଦୁଇ ଜଣଙ୍କୁ ମାନେ ସେଠି ଆଟ୍ରାକ୍ଟ କରିବ ଭ୍ୟାରି କରିବ 100% ଆଫେକ୍ଟ କରିବ। ଯେମିତି ଆପଣ ଯଦି ଧରନ୍ତୁ କୌଣସି ମୁଁ ଏଇଟା ଆପଣଙ୍କୁ ପ୍ରାକ୍ଟିକାଲ ଲାଇଫ୍ କହୁଛି ମୋ ସାଙ୍ଗରେ ମୁଁ ଗୋଟେ ଘଟଣା କହୁଛି ମୁଁ ଏଇଟା ଅଲଗା ବି କଳିଙ୍ଗ କାଷ୍ଟରେ ବି କହିଥିଲି ଥରେ କେତେ ଶୁଣିଛନ୍ତି କହିପାରିବିନି ମୁଁ ଆପଣଙ୍କ ପଡ଼କାଷ୍ଟ ଆଉ ଥରେ ମାନେ ରିପିଟ୍ କରୁଛି। ମୁଁ ଆଜିକି 2-3 ବର୍ଷ ପୂର୍ବରୁ ଯାଇଥିଲି ମୋ ସାଙ୍ଗରେ ଭୁବନେଶ୍ୱର ଜଣେ ଯାଇଥିଲେ ଆଉ 2 ଜଣ ହିଁ ଭୁବନେଶ୍ୱର ଯାଇଥିଲେ। ତ ସେଠୁ ଜଣେ ମୋ ସାଙ୍ଗେ ଥିଲେ ଆମେ ଗୋଟେ ରୁମ୍ରେ ଥିଲେ ତ ଆମେ କାମାକ୍ଷା ଦର୍ଶନ କଲେ ତାର ହବନ ପୂଜା ଯାହା ବି ଥିଲେ ରିଚୁଆଲ୍ସ କଲା ପରେ ତାଙ୍କର ଘରୁ ବି ତାଙ୍କର କେଉଁଠି ଗୋଟେ କଲିଗ୍ର ଫୋନ୍ ଆସେ ସେ ଫ୍ରଷ୍ଟ୍ରେଟେଡ୍ ହେଇଯାଆନ୍ତି ଡ୍ରିଙ୍କ ଅବସ୍ଥାରେ ଥାନ୍ତି
ସେ ସେଠୁ ବିଭିନ୍ନ ସ୍ଲାଙ୍ଗ ଲାଙ୍ଗୁଏଜ କହିବା ଆରମ୍ଭ କଲେ। ତ ରୁମ୍ ବାହାର ଯେତେବେଳେ ସାଉଣ୍ଡ ସାରିଲା ମୁଁ ତାଙ୍କୁ କହିଲି ଏଇଟା କାମାକ୍ଷା ନୀଳାଚଳ ପର୍ବତ, ତମ ଯାହା ବି ଆର୍ଗ୍ୟୁମେଣ୍ଟ କରିବାର ଅଛି ତମେ ଓଡ଼ିଶା ଫେର କି କାମାକ୍ଷା ନୀଳାଚଳ ପର୍ବତ ବାଉଣ୍ଡେସନ କ୍ରସ୍ କଲା ପରେ କର, ଏଠି କୌଣସି ଟାଇପ୍ର କର ନାହିଁ, ଜୀବନ ପ୍ରତି ବିପଦ ବହୁତ ଅଛି। ସେ ମୋ କଥାକୁ ସେତେବେଳେ ଟେକ୍ ଅଫ୍ ଗ୍ରାଣ୍ଟେଡ୍ ନିଏ, ଆଚ୍ଛା କ'ଣ ଅଛି ସେ କହୁଛନ୍ତି ତାଙ୍କର ସେ କହୁଛନ୍ତି ଛାଡ଼ ଓକେ। ସେ କାମାକ୍ଷାରୁ ଯାଇକି ଆସିଲା ପରେ ତାଙ୍କର ବିଶ୍ୱାସ କରିନି ତାଙ୍କ ଜବ୍ ପଳେଇଲା ଫାଷ୍ଟ। अरे ओके कामाक्षर आसर विदिन 1 मंथ जॉबलेस जॉब कला फर्स्ट। अच्छा ओके ताको जेते सब सेविंग्स थिला एक्सीडेंट हैला जेतर खर्च हो गेला टोटल फुटपाथ को आसी गले पूरा। तापर रिकवरी करबे मते आसिले पचारले विभिन्न कहले मु ताको विभिन्न और सब और प्रायश्चित कर्म सब विभिन्न सब मु ताको बतेली जेमती जोटा भूल हिची मा कामाख्या को सेटा जोटी हेले भी हार्टली प्रे करी भूल माग मु बार बार कहिची तो सेटा कंटिन्यूअस से सब जिंस कला परे रिकवरी करी अलग को जगह जॉबअप कर मत कंटाक्ट ना हो जॉबअप कर शुणा पाइली अलग मध्यम तो जिनस कौन आप जो जिनस कामाख्या भय लगे जो जिनस कामाख्या सब किसी जिन रेस्ट्रिक्शन अच्छी एव्री शक्तिपीठ शैवपीठ जो भी तीर्थस्थान गले प्रत्येक तीर्थस्थान गोटे रेस्ट्रिक्शंस अच्छी जोटा कौन से बही ना सेटा एक्चुअली प्रैक्टिकल एक्सपीरियंस आप जापर ना से जदि कई पूर्वज थे जो मैंने विशेषज्ञ थे से खाली गाइड जमी कह जाए कि कामाख्या माँ भैरवी शब्द शुणा जाए आपणकर चंडी मानकर शब्द शुणा मिले ये प्रकार किसी कथा ये ट्रुथ एगुड़ा सब ट्रुथ कामाख्या राति एनवायरनमेंट राति 10टा बोले मंदिर बंद हो जाए 9टा 10टा राति मंदिर भीतर अलाउ न था राति एनवायरनमेंट इज डिफरेंट कामाख्या पर्वत ये गोटे रहस्यमय पर्वत केते बड़ पर्वत पाखापाखि बहुत बड़ आपन को बुझी पारिबिनी तार हिस्टोरिकल डायमेंशन मु रखिनी बट नीलाचल पर्वत बहुत बड़ कामाख्या टेम्पल रे आउरी 10मा विद्या विराजमान करछन कामाख्या मंदिर छाड़ी 10मा विद्या अछंती कामेश्वर भैरव अछंती अन्नपूर्णा टेम्पल अछि तो प्रत्येक जगह शिला मूर्ति अछि कोनोसी जगह कामाख्या रे आपन सेठी मूर्ति में शिला मूर्ति प्राकृति सेठी कोनोसी माने ह्यूमन द्वारा मेड करी कोन जिंस कराई ऑटोमेटिकली जो स्वयंभू जिनते जोटा माने हम यदि स्वयंभू लिंग कह जाए तो स्वयंभू मूर्ति सेठी सब ऑटोमेटिकली सेठी से जो छिन्न मस्तांकु नी आ प्रत्येकटा करबे अंधार सेठी जोटा एक्चुअल तंत्र रो जो केवल जहां दीप जळुथिबो दीप केवल ओनली दीप बहुत जगह तो दीप जति जळा होय जले जलते बस सेठी एवरी टेंपल इज पूरा माने अंधार पूरा अपन सब घर शिला मूर्ति पाइबे ता माने जदी दूरु आमे से पहाड़ को देखिबा दूरु केवल बोधे गोटे बड़ अंधार जगह देखा जाउथिबो जेमती दीप जळिबार सिनारियो जेमती आसे एक्जाक्ट सेमती बट सेठी मंदिर टेम्पल बिल्ड करा हिची जनो कालिंग टेम्पल कालिंग पूरा ताकर स्ट्रक्चर करी पूरा टेम्पल से जा डोम्स ही सब करा हिची तारांकर सेमती अछि तो प्रत्येक टेम्पल्स बारे पंडित बसचंती ब्राह्मण बसचंती सेठी का पुरोहित अछंती तांको सिस्टम रे तो सेठी जा अछि मेन गर्भगृह भीतर जेतबा आपण प्रवेश करजे सेठी पूरा अंधार है काहे ना शिला मूर्ति रखिबार नियम होचंती अंधार शिला मूर्ति अत्यधिक आलोरे के रखा जाय नै। अच्छा कामाख्यार शिला कामाख्या टेम्पल छाड़ी बड़ बड़ परंपरार संप्रदायर जो मैंने भी अच्छी बहुत सिक्रेट जिनस ओपन पॉडकास्ट कहवा जिनस नुह कि पूरा तो उल्लेख करी ना जी अच्छे से सब जिन अंधार रखा जाए आ तार रिचुअल्स अच्छी एवरीडे से रिचुअल्स फॉलो अप कर जो दिन रिचुअल्स जदि किसी प्रॉब्लम हुए ताले क्षतिर संभावना बहुत हाई था। अच्छा कामाख्या को नहीं विभिन्न प्रकार कहानी मान सब अच्छी जमी सती सतींकर जोनीर कथा हो एमती जिते सब कहानी उठी आपन को गोटे कहानी बा गोटे निर्दिष्ट उक्ति आपन को प्रभावित करिछि कामाख्या को लेकिन मुझे जानपारि से सिनारियोटी कौन हो पारे विभिन्न प्रकार कथा कामाख्या को लेकिन रही ता भीतर को गोटे कथा महादेव को आकृष्ट करिछि कामाख्या जिनस कामाख्यार भाइब्रेशन मत सब अधिक आकृष्ट करिछि जो पीसनेस कामाख्या मिले से अदर शक्तिपीठ टू बहुत डिफरेंट शक्तिपीठ तार पीठ जाइछि अदर शक्तिपीठ भी जाइछि 51टी शक्तिपीठ अछि टोटल भारत 51 शक्तिपीठ से विंध्याचल जाइछि बट कामाख्या सबटू डिफरेंस हो सेटा मु आपन को माने वर्बली तो बुझी परिबिनी केबे एटा गोटे मनस फील करि पारि मो फीलिंग्स से केमि मु डिस्क्राइब करि बट कामाख्यार वाइब्रेशंस कोन कामाख्या वाइब्रेशन बहुत भिन्न तार डायमेंशन द फ्रिक्वेंसी लेवल तार तार माने आपन को फील हो यो माने फुल्ली माने से जगह रे पहुंचला पर निजो कोन से जिंस नेगेटिव बोली कोन से जिंस एक्जिस्ट करछि बोली मते फीलिंग्स नै एवरीथिंग इज माने पॉजिटिव। महादेव मुंटी के आपनकर काम विषय को टिके फेरिबी जो काम आपन करूचंती तंत्र को नै रिसर्च करूचंती
साधारणतः आम किए फिलोसफी रिसर्च करुच्ची किए मैथमेटिक्स रिसर्च करुच्ची किंतु तंत्र पर रिसर्च करने लोक बहुत कम ओडिशा रे तो बहुत कम हाथ गणति हुए तो केत थी पारती आपण अच्छा मुझे जानापी चाहिए तंत्र कौन जदि आप सिंपल गोटे लाइन रे तंत्र डेफिनेशन पॉसिबल ना जदि आप कहे तंत्र इज एन एंशिएंट टेक्नोलॉजी एंड तंत्र इज फुली डिपेंड ऑन शिव एंड शक्ति शिव एंड masculine force divine masculine force divine feminine force तारी ऊपर आपण रिसर्च कर positive negative अच्छा शिव एवं शक्ति रो yes shiva and shakti divine masculine force shiva divine feminine force shakti किंतु तंत्र कहले साधारणतः आम मैंने आगुरी बुझुलु जा एक तांत्रिक से गुणिया ये सब पाठ एमती कहीकि आम मान माइंड रे गोटे रखा है कि तंत्र करुवा लोक से जड़े तांत्रिक से जड़े गुणिया हो से घर भांगे घर जोड़े तार काम हूँ से किंतु आपण हिसाब से तंत्र महत्व केमती रही मो हिसाब से तंत्र मत एक्सट्रीमली पॉजिटिव देखो एज एन प्रैक्टिकल गोटे एग्जांपल दूसरी छुरी मनुष्य बनई गोटे नाइफ को छुरी तो मनुष्य बनई छुरीर कम आप भेजिटेबल्स भी कर घर रोसे कर खाऊँ से छुरी देखिए एक मर्डर भी कर दिया से छुरी देखिए एक ऑपरेशन कर ठीक भी कराऊँ तंत्र इज लाइक चेंज प्रैक्टिसेस करथबा लोक नेगेटिव तंत्र के भी नेगेटिव नुहे डीपली बुझंत जिनस तंत्र रे पॉजिटिव साइड्स अच्छी नेगेटिव साइड्स अच्छी मेडिकल साइड्स अच्छी सब जिनस अच्छी जर्नलिज्म रे भी अच्छी काहू चाहिए जर्नलिज्म गोटे मीडिया गोटे कैरेक्टर गोटे लोकर पूरा माने इमेज को खराब करे गोटे सेकंड लगेबनी ठीक काहू जदि चाहिए गोटे मिनिट रे रास्तार पूरा ऊपर नहीं पहुंचे देबो सोशल मीडिया टाइम रे बहुत जन रास्तार ऊपर उठी जाइछन्ती सोशल मीडिया जो तो यहाँ पॉजिटिव नेगेटिव जमी प्रत्येकटा फील्ड अच्छी तंत्र फील्ड भी पॉजिटिव नेगेटिव अच्छी बट डिपेंड कर प्रैक्टिस करुवा लोकटी केते दूर पॉजिटिव तांको मेंटालिटी केते दूर पॉजिटिव ओके ओके सेकंड फैक्टर एबे टाइम रे पैसा पाखरे लोक माने नेगेटिव पॉजिटिव भूली जाती जो बिक्री हो जाती ओनली पैसा दरकार पैसा मुझे आपको जो रियल फैक्ट कहूँ मैंने जो मैंने कहवाई लोक मैंने ये कर मैंने भावे तीन थर मुझे ओपेनली कहूँ बहुत जगह मैंने धरतु गोटे लोक पॉजिटिव थिले भी लोक मैंने नेगेटिव तो कन्वर्ट करती अप्रोच देखी विभिन्न माने पैसार लालच देखी ये देखी बहुत जिनस देखी तो बहुत जन को जो मैंने रूल्स एंड प्रिंसिपल्स भितर रुहति से भटकबे जो मान लालसा भितर आसवे वान्स भटकी गले माने तार एंड हो गला से एक्सट्रीम पॉजिटिव जिनस केबे भी नेगेटिव मेंटालिटी संगे एक्जिस्ट करि परिबो नाही ओके ताहले तंत्र समाज पई केते लाभदायक तंत्र समाज बहुत तंत्र माने वन टाइप ऑफ सॉल्यूशन अपन जेतो सब रास्ता बंद छै तंत्र सॉल्यूशन नउचंती समस्त वर्तमान टाइम रे मु तो का उल्लेख करी ओके मु गोटे एग्जांपल दोछि अपन तंत्र द्वारा समाधान अछि ना नै मते कहबे गोटे एमती मझिरे गोटे आर्टिकल आमे पढुतलु गोटे छोट झियोटी थिला 5-7 वर्षर झियोटी ताकू खाली बांती होउतला वोमिटिंग ओके से बहुत मेडिकल ट्रीटमेंट कला परे परे तार बांती भल हलानी आ बांती काहे के होची से डायग्नोसिस बा से रिपोर्ट किछि क्लैरिटी आसिला ना से पूरा हरास हे गले अवश्य बापा मानकर पैसार अभाव न थाए से मेडिकल डॉक्टर देखै चल गोटे समय से ताक जने सजेस्ट कला तो अमके लोक पाखु जा से तोते भलो कर देबे आपण मानको भली से गोटे लोक पाखु जाइथिले जो माने भगवान को ऊपर विश्वास करती तंत्र पर विश्वास करती सी किंतु भल कर देथिले 5-7 वर्षर पिलाटी हुए तो सी आज तार युवा बयस पहुंची साराणी इट्स ए प्रैक्टिकल एक्सपीरियंस टू मी से किंतु भल कर देथिले सेबे ठारो तंत्र को नहीं मो भितर गोटे अहेतुक वीकनेस थाए मु जानिबारे मु जानिया पई चाहूची सेही प्रीमाइसिस रे तंत्र आउ को समस्यार समाधान करि पारे तंत्र प्रत्येक जिनस समाधान अछि हां बट से कॉस्ट आपन को जेन्युइन हेथिबा दरकार सपोज देखंतु आपन मोड एग्जांपल दोछि प्रैक्टिकली गोटे जने बहुत उन्नति करछन्ती सपोज आउ जने चाहुना जे उन्नति करंतु से माने ताको माने डेवलपमेंट न करंतु दैट इज अ नेगेटिव थिंग तापे जदि आपन करले सेटा बहुत एक्सट्रीम नेगेटिव माने मु पर्सनल तो एगुडा को बहुत हेट करे से टाइप रो माने थॉट प्रोसेस जति दूरी रही परिबे सेते बेटर सपोज कि हैरस कंटिन्यूअसली करछन्ती आपन को जोरी बिना कारण है आपण माने भल ट्रैक जाउछन्ती प्रोग्रेस करछन्ती आपन को हैरस करी चलछन्ती कंटिन्यूअसली बुझिला पर भी कोना जे आपण सेही जगह आपण जे समन क्रिया यूज करि परिबे ये सेही जगह करि लास्ट प्रोसेस नहीं आपण लीगली एक्शन नहीं परिबे फर्स्ट थिंग फास्ट हो जाय आपण को आईन रो हेल्प अछि लीगल टीम लीगल के पुलिस के अछन्ती
ପ୍ରଶାସନ କାହିଁ ଅଛି ତାଙ୍କଠୁ ଆପଣ ଆଗ ଫାଷ୍ଟ Okay. ନେଲେ ତାହେଲେ- ସେଠୁ ବି ଯଦି ହାରାସ ହଉଛନ୍ତି ହଁ, ଏଭ୍ରି ଜାଗାରୁ ଯଦି ହାରାସ ହଉଛନ୍ତି ଆପଣ ଲାଷ୍ଟ ଭଗବାନଙ୍କ ପାଖରେ ସେ ସ୍ପିରିଚୁଆଲ ହେଲ୍ପ ନେଇପାରିବେ। ମୁଁ କହୁନି ଖାଲି ତନ୍ତ୍ର ହେଲ୍ପ ନିଅନ୍ତି, ସ୍ପିରିଚୁଆଲ ହେଲ୍ପ ସ୍ପିରିଚୁଆଲ ଯଦି କୌଣସି ବ୍ୟକ୍ତି ହନୁମାନ ଚାଳିଶା ବି ଏଭ୍ରିଡେ ପଢୁଛନ୍ତି ତାଙ୍କ ହଁ। ଗୋଟେ କନଫିଡେନ୍ସ ହାଇଲି ଡେଭଲପ କରି ସେ ବ୍ୟକ୍ତି ବି କରିବନି ଡିଷ୍ଟର୍ବ। ଓକେ, ତାହେଲେ ମହାଦେବ ତନ୍ତ୍ର ଦ୍ୱାରା ବିବାହ ବିଚ୍ଛେଦ ସମ୍ଭବ କି? କିମ୍ବା ବିଚ୍ଛେଦ କରିବା ନା କ'ଣ, ମାନେ କରିବା ନା ରୋକିବା? ରୋକିବା, ରୋକିବାଟା ସମ୍ଭବ, କରିବା ବି ସମ୍ଭବ, ବଟ୍ କରିବାଟା ଏକ୍ସଟ୍ରିମଲି ନେଗେଟିଭ ଜିନିଷ। କିନ୍ତୁ ମହାଦେବ କରୁନାହାନ୍ତି। ସେସବୁ ଜିନିଷ ମୁଁ କେବେ ବି କରେନି, ଏ ବିଚ୍ଛେଦ ଉଚ୍ଛେଦ ଏସବୁ ଆପଣ ଜିନିଷ ଗୋଟେ କେବେ- ପଜିଟିଭ ମାଇଣ୍ଡ ସେଟ ଉପରେ ୟାକୁ ନେଇଛନ୍ତି। ଆମେ ମୁଁ ଏକ୍ସଟ୍ରିମଲି ମୁଁ ମଣିଷର ଭଲ କରିବା ପାଇଁ ଟ୍ରାଏ କରେ, ହଁ। ଯଦି ମୁଁ ନ କରେ ତାକୁ ଆଟଲିଷ୍ଟ ୱେ କହିଦିଏ। ଓକେ, ତାହେଲେ ମହାଦେବ ତନ୍ତ୍ର ଦ୍ୱାରା ଗୋଟେ ଅସାଧାରଣ ରୋଗ ଭଲ ହେବା ସମ୍ଭବ କି? ହଁ ପସିବଲ, କ୍ୟାନ୍ସର ପସିବଲ, ଆପଣ ବଡ଼ ଗୋଟେ ମେଡିକାଲ ପସିବଲ କହୁଛି ସାଇନ୍ସକୁ ଗୋଟେ ଆପଣଙ୍କୁ, ମୁଁ ପ୍ରମାଣ ବି ଦେଇଦେବି ଆପଣଙ୍କୁ। ମୁଁ ଭିତର ପ୍ରୁଫ୍ ଛଡ଼ା କୋଉ ଜାଗାରେ କଥା ହେବନି। ମୁଁ ଯଦି ତନ୍ତ୍ର ଆପଣଙ୍କୁ ଦ୍ୱାରା ସୋସିଆଲ ମିଡ଼ିଆରେ କହୁଛି ଆଇ ହ୍ୟାଭ୍ ଦ ପ୍ରୁଫ୍, ମୋ ପାଖରେ ପ୍ରୁଫ୍ ଅଛି, ଭିତର ପ୍ରୁଫ୍ ମୁଁ କହିନି। ତନ୍ତ୍ର ଦ୍ୱାରା କରୋନା ବି ରୋକି ହେଇପାରିଥାନ୍ତା। କରୋନା କଥା ମୁଁ କହିପାରିବିନି ଆଜ୍ଞା, ସେ ଭିତରେ ମୁଁ ରିସର୍ଚ୍ଚ କରିନି କହିବିନି, ବଟ୍ କ୍ୟାନ୍ସର ମୋ ପାଖରେ ପ୍ରୁଫ୍ ଅଛି। ଯୋଉଟା ବିଷୟରେ ମୁଁ ପ୍ରାକ୍ଟିକାଲି ଜାଣିଛି ସେଇଟା କହିପାରିବି, ଯୋଉଟା ମୁଁ ଜାଣିନି ମୋତେ ତା ଭିତରେ ରିସର୍ଚ୍ଚ Okay, କରିବାକୁ okay. ପଡ଼ିବ, ଦେନ୍ ମୋତେ କହିପାରିବି ଆପଣଙ୍କୁ। ମାନେ ତନ୍ତ୍ର ପୁରା ଦ୍ୱାରା କଥା କହି କିଛି ଲାଭ ନାହିଁ, ପରିଷ୍କାର କଥା। ନିଶ୍ଚୟ। ଯୋଉ ବିଷୟରେ ମୁଁ ନିଜେ ସିଓର ନୁହେଁ, ମୁଁ ଆପଣଙ୍କୁ କେମିତି ସିଓର ହେଇକି କହିବି? ହଁ। କିନ୍ତୁ ଆପଣ କ୍ୟାନ୍ସର ଭଲ କରୁଥିବାର କ୍ୟାନ୍ସର ପର୍ଯ୍ୟନ୍ତ ମେଥଡ଼ ଟେକ୍ନୋଲୋଜି ମାନେ ସ୍ପିରିଚୁଆଲି ଅଛି, ଆଉ ସେଟା ବହୁତ ଥର ପ୍ରୁଭେନ୍ ବି ହେଇଛି ପ୍ରାକ୍ଟିକାଲି ପଜିଟିଭଲି। ଓକେ, ଚାର ଗୋଟେ ଉଦାହରଣ, କାଶୀର ଶିବାନନ୍ଦ ଯିଏକି ପଦ୍ମଭୂଷଣ ଆୱାର୍ଡ଼ ପାଇଥିଲେ, ନିଶ୍ଚୟ ଶିବା ଆପଣ ଦେଖିଥିଲେ ତାଙ୍କର ଗୋଟେ କିଛି ମନ୍ତ୍ର ଅଛି ଯୋଉଟା କ୍ୟାନ୍ସର ପାଇଁ ବହୁତ ହେଲ୍ପ ହେଇଛି, ବହୁତ ଲୋକ ତା ପାଇଁ ଉପକୃତ ହେଇଛନ୍ତି। ପ୍ରାକ୍ଟିକାଲ ଉଦାହରଣ, ସେ 127 ବର୍ଷ ପାଖାପାଖି ବଞ୍ଚିଛନ୍ତି, ତାଙ୍କୁ ପଦ୍ମଭୂଷଣ ଆୱାର୍ଡ଼ ବି ମିଳିଥିଲା। କମେଣ୍ଟ ଏତେ ଭୁଲ ନୁହଁ, ଯାହାକୁ ପଦ୍ମଭୂଷଣ ଆୱାର୍ଡ଼ ଦେଇଦେବା ଏମିତିରେ। ସିଏ କହୁଛନ୍ତି ଯୋଗ ସାଧନା କରନ୍ତୁ, ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ଉଠନ୍ତୁ, ଯୋଗ ସାଧନା କରନ୍ତୁ, ସିଝା ଜିନିଷ ଖାଆନ୍ତୁ, କୌଣସି ଅଏଲି ଜିନିଷ ଏସବୁ ଜିନିଷ ଖାଆନ୍ତୁନି, ଡାଇଟ୍ ପ୍ରପର କଲେ, ପ୍ଲସ୍ ତାଙ୍କର ଯେଉଁ ମନ୍ତ୍ର ସେଲ୍ଫ ଚାଣ୍ଟିଂସ୍ ମନ୍ତ୍ର ସେଗୁଡ଼ାକ ଏଭ୍ରିଡେ ବେସିସ୍ରେ କରିବା, ଏକ୍ସରସାଇଜେସ୍ ସେସବୁ ଜିନିଷ ଦେଇକି ମହାଦେବ ତାହେଲେ ତନ୍ତ୍ର ଦ୍ୱାରା ବିଜନେସ୍ ଗ୍ରୋ ବି ସମ୍ଭବ, ବିଜନେସ୍ କରୁ ସମ୍ଭବ, ବିଜନେସ୍ ଡାଉନଫଲ୍ ବି ସମ୍ଭବ। ସମ୍ଭବ। ମାନେ ଏଗୁଡ଼ା ନେଗେଟିଭ୍ ସାଇଡ୍ କହୁଛନ୍ତି ଆପଣ, ଗୋଟେ ପଜିଟିଭ୍ ଗୋଟେ ନେଗେଟିଭ୍, ଗୋଟେ ପଜିଟିଭ୍ ଗୋଟେ ନେଗେଟିଭ୍। ବିଜନେସ୍ ଡେଭଲପ୍ କରିବା ପଜିଟିଭ୍ ଥିଙ୍ଗସ୍, ବିଜନେସ୍ ବନ୍ଦ କରିବା ନେଗେଟିଭ୍ ଥିଙ୍ଗ। କାହାର ଭାତ ହାଣ୍ଡି ମାରି ଦେଉଛନ୍ତି ମାନେ ସେ ଖାଇପାରିବେନି ନା, ତାପରେ 5 ଜଣ ହ୍ୟାରାସ ହେଇଗଲେ, 5 ଜଣଙ୍କ ଆଖିଲୁ ଗୋଟେ ଯିବ କୋଉଠି? ୟୁନିଭର୍ସର ଗୋଟିଏ ପଲିସି, ତନ୍ତ୍ର ଦ୍ୱାରା ଏଭ୍ରି election- ଆକ୍ସନ୍ ହାଜ୍ ଏ ରିଆକ୍ସନ୍। ମହାଦେବ ମୁଁ ଗୋଟେ ଆପଣଙ୍କୁ ସିନାରିଓ କହୁଛି, ଗୋଟେ ଲୋକ ଏମିତି କିଛି ଦିନ ହବ ସେ ଫିଲ୍ କରୁଛି କି ଗୋଟେ ଅଜଣା ଲୋକକୁ ସେ ବାରମ୍ବାର ଭେଟୁଛି। ଟିକେ ମୋର ଷ୍ଟେଟ୍ ଅଫ୍ ମାଇଣ୍ଡକୁ ବୁଝିବାକୁ ଚେଷ୍ଟା କରନ୍ତୁ। ସେ ଲୋକକୁ ସେ ଭାବୁଛି, ସେ ଅନେକ ଲୋକଙ୍କ ଭିତରେ ସେ ଲୋକଙ୍କୁ ଭେଟୁଛି। ମୁଁ ମହାଦେବଙ୍କୁ ଯଦି ଭାବୁଛି, ମହାଦେବଙ୍କୁ ମୁଁ ଏଠି ଭେଟୁଛି, ଯୁଆଡ଼େ ଯାଉଛି ବି ମହାଦେବ ମୋ ନଜର ଭିତରେ ରହୁଛନ୍ତି, ମୋ ପ୍ରିମାଇସେସ୍ ଭିତରେ ମହାଦେବ ରହୁଛନ୍ତି, ବା ସେ ଯେଉଁ ଲୋକକୁ ଭାବୁଛି ସେ ଲୋକକୁ ସେ ଭେଟୁଛି, ଅଜାଣତରେ ଭେଟୁଛି। ଭେଟିବା ଦ୍ୱାରା ଏଇଆ ହେଉଛି କି ସେ ଫିଲ୍ କରୁଛି ମୁଁ ଗୋଟେ ନେଗେଟିଭ୍ ଭାଇବ୍ ଆଡ଼କୁ ପଳାଉଛି, ତାଙ୍କୁ ଦେଖି ମୋତେ ଭଲ ଲାଗୁନି, କିନ୍ତୁ ମୁଁ ବାରମ୍ବାର ଭେଟୁଛି। ଆପଣଙ୍କ ପାଖକୁ ଯଦି ସେ ଲୋକଟି ଆସନ୍ତି ଏ ପ୍ରକାର ମାନସିକତାରେ ରହିକି, ଆପଣ କ'ଣ ବାର୍ତ୍ତା ଦେବେ, କ'ଣ ସମାଧାନ କରିବେ? ମୁଁ ଫାଷ୍ଟ କହିବି ଆଗ ଯାଇକି ଡକ୍ଟର ଦେଖିବା ପାଇଁ, ଓକେ, ସାଇକିଆଟ୍ରିଷ୍ଟ ଡକ୍ଟର ଦେଖିବା ପାଇଁ। କାହିଁକି ବାରବାର ଆସୁଛି? ଫାଷ୍ଟ ମେଡ଼ିକାଲ ସାଇନ୍ସ ମୁଁ ପ୍ରିଫର କରେ ପର୍ସନାଲ। ବହୁତ ଜଣ କହନ୍ତି କାହିଁ ମେଡ଼ିକାଲ ସାଇନ୍ସ, ଏଇଟା ତ नो डाउट ଏଇଟା ସ୍ପିରିଚୁଆଲ ସଲ୍ୟୁସନ୍ ହେଇପାରେ, ବଟ୍ ମୁଁ ଫାଷ୍ଟ କହିବି ଫାଷ୍ଟ ଡକ୍ଟର ଦେଖାନ୍ତୁ। ଡକ୍ଟର କ'ଣ କହୁଛନ୍ତି ଦେଖନ୍ତୁ, କୌଣସି ନ୍ୟୁରୋ ପ୍ରୋବ୍ଲେମ୍ ହେଲେ ବି ହେଇପାରେ, ନଟ୍ ପସିବଲ୍। ଯଦି କିଛି ଆଶ୍ଚର୍ଯ୍ୟ ବିଷୟ ନୁହଁ ଯେ କାହିଁ ଗୋଟେ ଲୋକକୁ ନ ଦେଖିପାରୁ। ଆଗ ଫାଷ୍ଟ ଡକ୍ଟରର ପ୍ରିକସନ୍ ସବୁ ନିଅନ୍ତୁ, ତାପରେ ଯଦି ଜିନିଷ ସୁସ୍ଥ ନ ହେଉଛି ଦେନ୍ ଭିଜିଟ୍ ଟୁ ମି, ତାପରେ ମୁଁ ସଲ୍ୟୁସନ୍ ବି ଆପଣଙ୍କୁ କହିବି କ'ଣ ହେଇପାରେ, କ'ଣ ହେଇଛି। କିଛି ସ୍ପେଲ୍ ଯଦି ତାଙ୍କ ଉପରେ କରାଯାଇଥିବ ତାହେଲେ ସେଇ ଜିନିଷ ବାରବାର ଦେଖିପାରନ୍ତି ଜଣଙ୍କୁ, କିମ୍ବା ହାଲୁସିନେସନ୍ ପ୍ରୋସେସ୍ ହେଇପାରେ, ସେ ଜିନିଷଟାକୁ ସେ ଡିପ୍ଲି ସବୁବେଳେ ତାଙ୍କ ବିଷୟରେ ଭାବୁଛନ୍ତି, ଲ ଅଫ୍ ଆଟ୍ରାକ୍ସନ୍ ଯୋଗୁଁ ବି ହେଇପାରେ। ତ କଜ୍ 2-3ଟା ଜିନିଷ ଥାଇପାରେ, ତାପରେ ସେଟା ଜାଣିଲା ପରେ ସେଇ ପର୍ସନ୍ଠୁ ତା ବଡି ଭାଇବ୍ରେସନ୍ସ, ତାର ମାନେ ସେଇ ଟାଇମ୍ରେ ଯେଉଁ ଟାଇପ୍ର ବିହେଭିଅର୍ ସେଇ ବ୍ୟକ୍ତି ଭିତରେ କହିଲା ପରେ ତା ଭିତରେ ବିହେଭିଅର୍ ଚେଞ୍ଜେସ୍ କ'ଣ ଆସୁଛି, ସେ ବ୍ୟକ୍ତି ବିଷୟରେ କହିଲେ ସେ କେଉଁ ଟାଇପ୍ର ମନ୍ତବ୍ୟ ଦେଉଛି, ସେସବୁ ଉପରେ ଟୋଟାଲ୍ ସବୁ ଡିପେଣ୍ଡ କଲା ପରେ ହିଁ ଜଣାପଡ଼ିବ ଆକ୍ଚୁଆଲି କ'ଣ ହେଇଛି। ତାହେଲେ ଶେଷର ସମାଧାନଟା ଆପଣଙ୍କ ପାଖରେ ଅଛି, ମୋଟାମୋଟି ଭାବେ ଶେଷ ସମାଧାନ ଆପଣଙ୍କ ପାଖରେ। ତାହେଲେ ଗୋଟେ ଲୋକଟି ଡାଟା ଆପଣଙ୍କ ପାଖକୁ ଯଦି ପଳେଇ ଆସିବ,
ମୁଁ ତ ସବୁବେଳେ ଦେଖନ୍ତୁ ବହୁତ ଜଣ ଆସନ୍ତି କୁହନ୍ତି ମୋତେ ବୋଧେ କିଛି ଭୁଲ ଭାଲ ମୁଁ କହିଲି ଡକ୍ଟର ଦେଖାନ୍ତୁ ଠିକ୍ କୁହନ୍ତୁ କ'ଣ ହେଇଛି ନ ହେଇଛି ମୁଣ୍ଡ ଅଧିକ ଜୋରରେ ବୁଲେଇ ପାରେ ବିପି ଆପଣ ତରଫରୁ ଚେଷ୍ଟା କରନ୍ତି ଡକ୍ଟର କନସଲ୍ଟ ମୁଁ ଫାଷ୍ଟ ମେଡିକାଲ ଡକ୍ଟର ଟ୍ରିଟମେଣ୍ଟ କଥା ଦେଖନ୍ତୁ ମୋର ବି ଯଦି କୌଣସି ଜିନିଷ ମୁଁ ଫାଷ୍ଟ ଡକ୍ଟର ପାଖରେ ଯିବି। ମହାଦେବ ଗୋଟିଏ ପ୍ରଶ୍ନ ମୋ ମନକୁ ବାରମ୍ବାର ଆସେ ଯଦି ତନ୍ତ୍ର ସମାଜର ହିତ କରୁଛି ସମାଜର ଉପକାର କରୁଛି ତେବେ ଦିନକୁ ଦିନ ତନ୍ତ୍ର ଉପରେ ରିସର୍ଚ୍ଚ କରୁଥିବା ଆପଣ ଭଳି ଲୋକ ବହୁତ କମ୍ କାହିଁକି ହେଇଯାଉଛନ୍ତି? ଦେଖନ୍ତୁ ଦୁଇଟା ଜିନିଷ ଅଛି ତନ୍ତ୍ର ବର୍ତ୍ତମାନ ପରିସ୍ଥିତିରେ ଯେଉଁ ଜିନିଷ ଏବେ ଟାଇମ୍ରେ ବହୁତ ସାରା ପ୍ରଫେସନାଲ୍ ଅଛି ତନ୍ତ୍ର ଇଜ୍ ୱାନ୍ ଟାଇପ୍ ଅଫ୍ କ'ଣ ନା ଆପଣ ଯଦି କାହାକୁ କହିବେ ସେ ଫାଷ୍ଟ ଡରିଯିବେ ଫାଷ୍ଟ ତନ୍ତ୍ର ଡରିବା ଜିନିଷ ନୁହେଁ ଆଜ୍ଞା କିନ୍ତୁ ଡିପ୍ଲି ଯିଏ ସେ ଜିନିଷ ବୁଝିପାରିବ ସେଇ କହି ଜାଣିପାରିବ ସେ ଉପରୁ ଯଦି ଦେଖିକି ଜଜମେଣ୍ଟ କରିବେ ତାହେଲେ ସେଇଟା ଆପଣଙ୍କୁ ଡର ଲାଗିବ ଫାଷ୍ଟ କଥା। ଆଉ ଏଠି କ'ଣ କୁହାଯାଏ ନା ବର୍ତ୍ତମାନ ଟାଇମ୍ରେ ମୁଁ ଯାହା ମାନେ ଫିଲ୍ କରୁଛି ସୋସିଆଲ ମିଡ଼ିଆଠୁ ସବୁ ଜିନିଷ ନେଇ ଲୋକଙ୍କୁ ଜାଣିଶୁଣିକି ଭୟଭୀତ କରାହେଉଛି ଫର୍ ବିଜନେସେସ୍ ଆଉ କିଛି ବି ନୁହେଁ। ଆପଣ ଗୋଟେ ଜିନିଷ ଦେଖନ୍ତୁ ଏବେ ଯାହା ପ୍ରୋଫାଇଲ୍ ଦେଖନ୍ତୁ ଇଏ ଦେଖନ୍ତୁ ଏବେ ଘରେ ଘରେ ଆକ୍ଚୁଆଲି ଅଘୋରୀ ହେଇଯାଇଛନ୍ତି ଏବେ ଆପଣ ଦେଖନ୍ତୁ ଓଡ଼ିଶା ଛାଡ଼ିଛନ୍ତି ବାହାର ପଟେ ସିଏ କହୁଛନ୍ତି ଛାଇ ବସ ଲଗେଇକି କହୁଛି ଅଘୋରୀ ବୋଲି ଅଘୋରୀ ସେମିତି ନୁହେଁ ଅଘୋରୀ ବହୁତ ମାନେ ସେ ବହୁତ ଶୃଙ୍ଖଳା ଜୀବନ ଆଜ୍ଞା ଓ ସିଷ୍ଟମାଟିକ୍ ଲାଇଫ୍ ଅଘୋରୀ ଲାଇଫ୍ ଏତେ ଇଜି ଲାଇଫ୍ ନୁହଁ ଯେ ଆପଣ ଛାଇ ବସ ଲଗେଇଦେଲେ କହିଦେଲେ ମୁଁ ଅଘୋରୀ ମାନେ ଅଘୋରୀ ହେଇଗଲେ ଯିଏ ରିଏଲ୍ ଅଘୋରୀ କେବେ ବି ସେ ଉଲ୍ଲେଖ କରିବେନି ମୁଁ ଅଘୋରୀ ବୋଲି ଆପଣ ଜାଣିବି ପାରିବେନି ଆଉ ରିଏଲ୍ ଅଘୋରୀ ଛାଇ ବସ ମାକି ଲାଲି କଳା ଡ୍ରେସ୍ ପିନ୍ଧି କେବେ ବି ବୁଲିବନି ସେ ନ୍ୟାଚୁରାଲ୍ ମଣିଷ ଭଳିଆ ହିଁ ରହିବ ବଟ୍ ଆପଣ ଜାଣିପାରିବେନି ସେ ଅଘୋରୀ ବୋଲି। এইটি ମୁଁ ପର୍ସନାଲ କଥା ଯେତେବେଳେ ଆଲୋଚନା କରୁଛି ମୁଁ ଏଇଠି ବି ଆପଣଙ୍କୁ ପଚାରୁଛି ଯେତେବେଳେ ଆପଣ ଚିନ୍ତା କଲେ କି ତନ୍ତ୍ରକୁ ନେଇ ଆପଣ ଆଗକୁ ବଢ଼ିବେ ଆପଣ ଭଲ ଷ୍ଟୁଡେଣ୍ଟ ବି ଆପଣ ଗ୍ରାଜୁଏସନ୍ ପରେ କମର୍ସ ଗ୍ରାଜୁଏସନ୍ ପରେ ପରେ ଆପଣ ଏଇ ଲାଇନ୍କି ମଧ୍ୟ ଆସିଛନ୍ତି ମୁଁ ଖାଲି ଜାଣିବା ପାଇଁ ଚାହୁଁଛି ସେତେବେଳେ ପରିବାର ତରଫରୁ କିଛି ବାଧା ବୁଝିଲାନି ବହୁତ ସବୁଠୁ ବଡ଼ ଟ୍ୱିଷ୍ଟ ବୋଧେ ଆସିଥିଲା ଫାଦର ଇଣ୍ଟରେଷ୍ଟେଡ୍ ନଥିଲେ ଏସବୁ ଜିନିଷ ପ୍ରତି ସେ ଚାହୁଁଥିଲେ ମୁଁ ଜବ୍ କରି ସେଟଲ୍ ଡାଉନ୍ ହେବା ପାଇଁ ଫାର୍ଷ୍ଟ ଥିଙ୍ଗ ଦେନ୍ ଫ୍ୟାମିଲିୟର ଆପଣଙ୍କୁ କୁହନ୍ତୁ ମୋ ୱାଇଫ୍ ଫ୍ୟାମିଲି ବାହାଘର ବେଳେ କିଛି ଅସୁବିଧା ହେଇନି ତ ବାହାଘର ଦେଖନ୍ତୁ ମୁଁ ଆକ୍ଚୁଆଲି ଫାର୍ଷ୍ଟ ଜିନିଷ ସମସ୍ତେ ବେଟରଲି ଜାଣିଛନ୍ତି ଆଜ୍ ଆ ହ୍ୟୁମାନ୍ ମୁଁ କ'ଣ ମତେ ହ୍ୟୁମାନ୍ ଦେଖିକି ଦେବେ ନା ମୋ ପ୍ରଫେସନ୍ ଦେଖିକି ଦେବେ ଆପଣ ଯଦି ତଥାପି ମାନେ ତାହେଲେ ଆର୍ମି ବାହା ହେବେନି ନା ଡିସ୍ପ୍ୟୁଟ୍ କିଛି ହେଇନି କାହିଁକି କ'ଣ କିଛି ଇଏ କରିଛି ନା କ'ଣ ମୁଁ ଆପଣ ଦେଖୁଛନ୍ତି ମୁଁ ଆସିଲି ନର୍ମାଲ ଖାଇଲି ବସିଲି ପିଇଲି ନର୍ମାଲ ରହିଲି ମୋ ଲାଇଫ୍ ଷ୍ଟାଇଲ୍ ଏମିତି ନୁହଁ ଯେ ଆଗକୁ ଗୋଟେ ଲୋକ ଗୋଟେ ପର୍ସନ୍ ରହିପାରିବେନି କି ତାକୁ ଭୟଭୀତ ଲାଗିବ ବୁଝନ୍ତୁ କଥାଟି ମୁଁ ଗୋଟେ ଜିନିଷ ଏମିତି ରିସର୍ଚ୍ଚ କରୁଛି ସାଇନ୍ସରେ ଗୋଟେ ସାଇଣ୍ଟିଷ୍ଟକୁ ତାହେଲେ କେହି ବାହା ହେବେନି ମୁଁ ତ କହୁନି ଯେ ଆରେ ମୁଁ ଗୁଣିଆ ଅଛି ମୁଁ ଗୁଣି କରୁଛି ଝୁଣା ଲଗେଇଛି ଏଠି ଭୂତ ବୁଲୁଛି ସେସବୁ ତ ମୁଁ ଘରେ ନାହିଁ ଆଜ୍ଞା ଆପଣ ଖାଉଛନ୍ତି ପିଉଛନ୍ତି ଆପଣଙ୍କ ବେଡରୁମ୍ ଶୋଉଛନ୍ତି ମୋର ବି ସେମିତି ଅଛି ମାନେ ୱାଇଫ୍ ଖୁସି ଅଛନ୍ତି ୟେସ୍ ଆପଣ କାମକୁ ନେଇକି ୟେସ୍ ବାହାରର ବଡ଼ କଥା କ'ଣ ଅସୁବିଧା କ'ଣ ଅଛି ସିଏ ଜାଣିଛନ୍ତି ତାଙ୍କର ୱାର୍କ ଏଇଟା ଆଜ୍ ଅ ପ୍ରଫେସନ୍ ଫାର୍ଷ୍ଟ ଟାଇମ୍ ସେ ଏତେ ମାନେ ତାଙ୍କ ମୁଁ ପ୍ରେଜେଣ୍ଟ ବହୁତ ଟାଇମ୍ରେ ମୁଁ ପ୍ରେଜେଣ୍ଟ ରହିପାରିନି ଘରେ ସେଇଟା ନେଇକି ବହୁତ ସାରା ତାଙ୍କର ଇଏ ଟାଇମ୍ ନେଇକି ସେ ତାପରେ ଆସ୍ତେ ଆସ୍ତେ ଦେଖିଲେ ନା ଏଇଟା ୱାର୍କ ଅଫ୍ ଦ ଏଇଟା ମାନେ ଲାଇଫ୍ ଗୋଟେ ୱାର୍କ ପ୍ୟାଟର୍ନ ହେଇଗଲାଣି ସେଥିରେ ଫାଷ୍ଟ ଦେଖନ୍ତୁ ପ୍ରତ୍ୟେକଟା ମଣିଷକୁ ଗୋଟେ ଟିକେ ଅଜିବ୍ ଲାଗିବ ଯେତେବେଳେ ସେ ଡେପ୍ଲି ଜାଣିଲେ ସେତେବେଳେ ତାକୁ ଜିନିଷ ସବୁ କମନ୍ ନର୍ମାଲ୍ ହେଲା ଅସୁବିଧା କ'ଣ କିଛି ଅସୁବିଧା ନାହିଁ। ମହାଦେବ ଏବେ ମୁଁ ଟିକେ ବଡ଼ କଷ୍ଟ ଦୁନିଆକୁ ଟିକେ ଯିବି ଭୂତ ଦୁନିଆକୁ ଯିବି ଆପଣଙ୍କ ନଜରରେ ବା ଆପଣଙ୍କ ହିସାବରେ ଆପଣ ଭୂତ ଦେଖିଛନ୍ତି? ଦେଖିଛି ଛୋଟବେଳେ ଦେଖିଥିଲି ବଡ଼ ବହୁତ ରିସର୍ଚ୍ଚ କଲାବେଳେ ଦେଖିଛି କେବେ ଡର ଲାଗେନି ସେସବୁ ଜିନିଷ କେମିତି ଦେଖିବାକୁ ଭୂତ ନେକେଡ୍ ଲେଭେଲ୍ ବୁଝେଇ ପାରିବିନି ଯାଇପାରିବ ମାନେ ଆପଣଙ୍କୁ ଜିନିଷ ଫିଲ୍ ହେବ ମୁଁ କହିବିନି ଯେ ମୁଁ ଭୂତ ପୁରା ଓପେନଲି କି ଠିଆ ହେଇଛନ୍ତି ମୁଁ ଦେଖିଛି ସେମିତି ଦେଖାଯାଏ ଏଇଟା ମୋର ଫିଲ୍ ହେବ ମାନେ ଆମ ଉର୍ଜା ଛଡ଼ା ଅଦର କିଛି ଜିନିଷ ପ୍ରେଜେନ୍ସ ହେଉଛି ବୋଲି ସେ ଜିନିଷର ଫିଲ୍ ହୁଏ ସେଇଟା ଫିଲ୍ ହୁଏ କେବେ କେହି କୁହନ୍ତି ଯେ ଏମିତି ଠିଆ ହେଇଥିଲେ ଆସିଥିଲେ ଚାରିଟା ହାତ ଦେଖିଲି ସେଟା ସବୁ ଭୁଲ କଥା ଫାଲତୁ କଥା ରିଏଲିଟି ସେ ଜିନିଷ ଅଲଗା ଆଜ୍ଞା ଫିଲ୍ ହେବ ଏନର୍ଜିଜ୍ ଫିଲ୍ ହୁଏ ଗୋଟେ ଏକ୍ସଟର୍ନାଲ୍ ଏନର୍ଜି ଗୋଟେ ଏକ୍ସଟର୍ନାଲ୍ ଏନର୍ଜି ଆପଣ ଫିଲ୍ ହେବ ଆପଣଙ୍କୁ ଏନର୍ଜି ଅଲୱେଜ୍ ଫିଲ୍ ହେବ ଏଇ ରଙ୍ଗ ହାତ ମାନେ ଏମିତି ଯେଉଁ ପିକ୍ଚରାଇଜେସନ୍ ଯେଉଁ କାଳ୍ପନିକ ସେ ପ୍ରକାର ଭୂତ ନାହିଁ। ଆଚ୍ଛା ସତରେ କ'ଣ ଭୂତ ମାନେ ଗୋଟେ ଦୁନିଆ ଅଛି? ଅଛି ସେଥିରେ ଭୂତ ସ୍ପିରିଚୁଆଲ ଅଛି ପ୍ରେତ ଯୋନି ଗୌଡ଼ ପୁରାଣରେ ତାହେଲେ ପ୍ରେତ ଯୋନିର ଉଲ୍ଲେଖ କାହିଁ କରାଯାଇଛି ପିଶାଚ ଯୋନି କାହିଁ ଉଲ୍ଲେଖ କରାଯାଇଛି ଆପଣ ଯଦି ପୁରାଣକୁ ଆସିଯିବେ ଗୌଡ଼ ପୁରାଣ ସେଥିରେ ଦେଖିବେ ପ୍ରେତ ଯୋନିର ଉଲ୍ଲେଖ କରାଯାଇଛି
ପ୍ରେତର ଉଲ୍ଲେଖ କରାଯାଇଛି ଭାଗବତ ଗୀତାରେ, ପ୍ରେତର ଉଲ୍ଲେଖ କରାଯାଇଛି ହନୁମାନ ଚାଳିଶାରେ, ପ୍ରେତର ଯଦି ପ୍ରେତ ନଥାନ୍ତେ, ତାଙ୍କ ଯଦି ଦୁନିଆ ନଥାନ୍ତା, ତାହେଲେ ଉଲ୍ଲେଖ ତ ହେଇନଥାନ୍ତା ନା। ଆପଣଙ୍କ ଆ ପୂର୍ବରୁ ଗୋଟେ ଜଣେ ଭାରି ଭାଇରାଲ ହେଲେ, ସେ କହିଲେ ମୁଁ ଭୂତମାନଙ୍କ ସଭାପତି। ଦେଖନ୍ତୁ ଚା- ତାଙ୍କର 4 ଲକ୍ଷ personality ଭୂତ ସେ ବିଷୟରେ ରଖିଛନ୍ତି। କାହାର କହିବାକୁ ଚାହୁଁନି ଫାର୍ଷ୍ଟ ଥିଙ୍ଗ, ସେଇଟା ତାଙ୍କର କର୍ମ ହିସାବରେ ସିଏ ଯୋଉଟା କହିକି ଯଦି ସେଇଟା କେତେ ଦୂର ଠିକ କେତେ ଦୂର ଭୁଲ ସେଇଟା ସିଏ ଜାଣିଥିବେ, ଆଉ ଯିଏ ଦେଖୁଥିବେ ସିଏ କହିପାରିବେ, ମୁଁ କହିପାରିବିନି। ଫାର୍ଷ୍ଟ କଥା କାହିଁକିନା ସେଇଟା ତାଙ୍କ ବିଷୟରେ କଥା, ସଭାପତି ହେଇପାରନ୍ତି ନ ହେଇପାରନ୍ତି କଣ କହିବି, ପର୍ସନାଲି ମୁଁ କିନ୍ତୁ କାହାକୁ ଭୂତ କହିପାରିବିନି। ମାନଙ୍କର ଦୁନିଆ ଅଛି। ଭୂତମାନଙ୍କର ତ ଦୁନିଆ ଅଛି ଆଜ୍ଞା। ଭୂତ ଦୁନିଆ ସଭାପତି ହବାକୁ ଗଲେ ଫାର୍ଷ୍ଟ ଆପଣ ଭୂତ ହବାକୁ ପଡ଼ିବ। ଭୂତ ହେବା ପାଇଁ ପଡିବ। ଆପଣ ଯଦି ମଣିଷ ଦୁନିଆରେ ହେଡ୍ ହେବେ, ତାହେଲେ ମଣିଷ ହେଇକି ଆସିବାକୁ ପଡ଼ିବ। ଆଚ୍ଛା, ଆପଣଙ୍କୁ ସେଇ ଭଲ ଯୋଗ୍ୟତା ହାସଲ ଲଜିକଟା କରିବାକୁ କହିଛନ୍ତି, ପଡ଼ିବ। ଭଲ ଲଜିକଟା କହିଛନ୍ତି। ଭୂତ ମାନଙ୍କ ସଭାପତି ହେଲେ ମାନେ ଆଗେ ଭୂତ ହେବା ପାଇଁ ହଁ, ଆପଣ ପଡିବ। ନ୍ୟାଚୁରାଲ ଥିଙ୍ଗ। ଏବେ ଆପଣ ଦେବତାର ଦେବତା ହେବେ, ତାହେଲେ ମହାଦେବ ହବାକୁ ଗଲେ ଆପଣଙ୍କୁ ମଣିଷ ହେଇକି ବି ମୁଁ ମହାଦେବ ହେଇଗଲେ ହବନି, ପସିବଲ ନୁହେଁ। ମହାଦେବ, ମାନେ ହଠାତ୍ ଆମେ ଏମିତି 5 ଜଣ ଅଛୁ, ମୋ ଦେହରେ ଭୂତ ଲାଗିଛି ଧରିନିଅନ୍ତୁ, ଆପଣ କେମିତି ଜାଣିବେ? ଭଲ କ୍ୱେଶ୍ଚିନ୍। ବହୁତ ଜାଗାରେ ଦେଖାଯାଏ ଭୂତ ଯଦି କାହାକୁ ଯଦି ଲାଗିଥିବ, ସେ ଫାର୍ଷ୍ଟ ମୋ ସାମ୍ନାରେ ବସିବନି, ବେଶୀ ବସିବ। ତାକୁ ଇରିଟେଟେଡ ଲାଗିବ ମତେ, କାହିଁକିନା ସେ ନେଗେଟିଭଲି, ମୁଁ ଏକ୍ସଟ୍ରିମଲି ପଜିଟିଭ, ଆଚ୍ଛା, ମତେ ଇରିଟେଟେଡ ଲାଗିବ ଫାର୍ଷ୍ଟ। ଭୂତ ଲାଗିଲେ ମାନେ ତାର ଟେଣ୍ଡେନ୍ସି ଅଫ ଲାଇଫ, ମାନେ ତାର କଥା ହେବା ଶୈଳୀ ହଉ, ସେସବୁ ଜିନିଷ ଚେଞ୍ଜ ହେଇଯିବ ଫାର୍ଷ୍ଟ। ତାକୁ ଏତେ ଯୋଉ ଆପଣଙ୍କ ପଡକାଷ୍ଟ ଲାଇଟ୍ ଲାଗିଛି ନା, ତାକୁ ଇରିଟେଟେଡ ହବ ଫାର୍ଷ୍ଟ ଲାଇଟରେ, ତାଙ୍କୁ ଅନ୍ଧାର। ଆଉ ଯେତେ ନାଇଟ୍ ପଡିଥିବ ତାଙ୍କ ଭିତରେ ସେତିକି ଏନର୍ଜି ହାଇ ରହିବ, ଅଧିକ ରହିବ। ଡେ ଟାଇମରେ ଦେ ଆର ଭେରି ଡଲ୍, ରାତିରେ ଉତ୍ପାତ ହେବେ। ରାତିରେ ଅଧିକ, ଯେତେ ରାତି ବଢ଼ି ବଢ଼ି ଚାଲିବ ତାଙ୍କ ଭିତରେ ଉର୍ଜା ସେତିକି ଯାଏ, 12ଟାରୁ 3ଟା ମୋଷ୍ଟ ପ୍ରୋବାବଲି। ଯଦି କାହାକୁ ଭୂତ ଲାଗିଛି, ସପୋଜ ଗୋଟେ ଜିନିଷ କହୁଛି, ଫିଲ୍ ହେଉଛି, ସପୋଜ ଧରନ୍ତୁ କାହାକୁ ଲାଗିଛି, ଆପଣଙ୍କୁ ମାନେ ଡାଉଟ୍ ହେଉଛି, ଇଏ ହେଉଛି, କଞ୍ଚା ହଳଦୀ ଆସି ଦେଖିବେ, ସେଟା ନେଇ ନେବେ, ତାକୁ ଭଲ ଭାବରେ କର୍ପୂର ଦେଇ ଜାଳି ଦେବେ, ତାକୁ ଭଲ ଭାବରେ ଜାଳି ତାକୁ ନାକରେ ଶୁଙ୍ଘେଇବେ, ସିଏ ସେଠି ଉତ୍ପାତ କରିବା ଚାଲୁ କରିଦେବ, ଜାଣିବେ କିଛି ଭୌତିକ ଜିନିଷ କିଛି ପ୍ରୋବ୍ଲେମ୍ ହେଉଛି। କିନ୍ତୁ 99% କେସେସରେ ସେଟା ଆପଣଙ୍କ ମେଣ୍ଟାଲ ଡିସଅର୍ଡର୍ସ ଥାଏ, ଭୂତ ଲାଗେନି। ଭୂତ ଲାଗେନି, ନା, ବହୁତ ରେୟାର। ବହୁତ ରେୟାର, 100 to 2% to 3% ଯାହାକୁ ଭୂତ ଲାଗିବ। ସମସ୍ତଙ୍କୁ ଭୂତ ଲାଗେନି, ୟୁନିଭର୍ସାଲ ଆଜ ଏ ଲ, ତ ସ୍ପିରିଚୁଆଲ ଦୁନିଆରେ ବି କିଛି ଲ ଅଛି। ଆଚ୍ଛା, କୋଉ ଭଳି ଲୋକଙ୍କୁ ଭୂତ ଲାଗିବ? ଭୂତ ଲାଗିବାର ବହୁତ ସାରା ସିମ୍ପଟମ୍ସ, ତାର ଯଦି କାର୍ମିକ ଲସ୍ ହିସାବରେ ଯଦି ପାଷ୍ଟ ଲାଇଫରେ କୌଣସି ସେମିତି କିଛି ତାର କିଛି ଥିବ, ସେଥିରୁ ଲାଗିବାର ଚାନ୍ସ ଥାଏ। ଭୂତକୁ ଲଗା ବି ଯାଇପାରେ, ତନ୍ତ୍ର ଯେଉଁ ବ୍ଲାକ୍ ମ୍ୟାଜିକ୍ ଯେଉଁ ଥ୍ରୁରୁ କାହା ଉପରେ ପ୍ରେଚାଲନ କରାଯାଇପାରେ, ଇଟ୍ସ ଆନ୍ ଏକ୍ସଟ୍ରିମଲି ନେଗେଟିଭ୍ ଜିନିଷ, କାହା ଉପରେ ପ୍ରେଚାଲନ କରାଯାଇପାରେ, ଚାଲାନ କରିକି ତା ଉପରେ ଲଗାଯାଇପାରେ। ମୁସଲିମ କଲ୍ଟ୍ରି ସୁଲେମାନି ଭିତରେ ବହୁତ ଜଣ ଜିନ୍ ଚାଲାନ କରନ୍ତି, ସେସବୁ ଚାଲାନ କରିକି ଲଗେଇ ଯାଇପାରେ ଫର୍ ଟୁ ହ୍ୟାରାସ୍, ସେଇ ଫ୍ୟାମିଲିଟାକୁ ହ୍ୟାରାସ୍ କରିବା, ତଳିତଳାନ୍ତ କରିବା, ଯଦି ଏକ୍ସଟ୍ରିମ୍ ନେଗେଟିଭ୍ ଥିଙ୍ଗ, ସେସବୁ କରାଯାଏ, ସେସବୁ ହୁଏ ବି, ପ୍ରାକ୍ଟିକାଲି ବି ଏବେ ବି ଟାଇମ୍ରେ ହେଉଛି ବହୁତ ସାରା ଜାଗାରେ। ବହୁତ ଜଣ ୟାର ଭିକ୍ଟିମ୍ ବି ଅଛନ୍ତି, ଯେଉଁମାନେ ଦୁଆର ଦୁଆର ବୁଲୁଛନ୍ତି ଖାଲି ଠିକ୍ ହେବା ପାଇଁ, ଏମିତି ହେଇପାରେ। ଧରନ୍ତୁ କୌଣସି ସୁନସାନ ଜାଗା ହଉ, ମାନେ ଯେଉଁଠି ଜାଗାରେ ଆପଣ ଧରନ୍ତୁ ଟଏଲେଟ୍ କରୁଛନ୍ତି, ସପୋଜ ଟଏଲେଟ୍ କରୁଛନ୍ତି, ସେଇ ଜାଗାରୁ ବି କନେକ୍ଟ ହେଇପାରେ, ବିଶେଷ କରି ଲେଡ଼ିଜ୍, ଫିମେଲ୍ ଚୁଟି ଖୋଲା ରଖିକି ପ୍ରାୟ ଜାଗାରେ ବୁଲିବା, ଅନ୍ଧାର ଜାଗା ବହୁତ ଇଏ ଜାଗାରେ, ସେଠୁ ସପୋଜ ଧରନ୍ତୁ ସେଇ ଜାଗାରେ ବି ପୋଜେସ୍ ହେବାର ଚାନ୍ସେସ୍ ଅଛି। କୌଣସି ଶ୍ମଶାନ ପାଖରୁ ଆପଣ ଧରନ୍ତୁ ପୁରା ଉଗ୍ର ସେଣ୍ଟ ପେଣ୍ଟ ଲଗେଇକି କୌଣସି ଭୂତ ମାନେ କଣ ସେ ଉଗ୍ର ଶ୍ମଶାନ ସେଣ୍ଟ ପାଖାପାଖି ରୁହନ୍ତି? ଶ୍ମଶାନ ପାଖରେ ବି ହବ, କବରସ୍ଥାନ ପାଖରେ ବି ହବ। ଗୋଟେ ସମୟ ଆସିବ ତ ମଶାଣି ରହିବନି। ଆଜ୍ଞା, ଗୋଟେ ସମୟ ଆସିବ, ଏବେ କୋଉ ଶ୍ମଶାନ ଅଛି ଆପଣ କହୁନାହାନ୍ତି? ମଶାଣି ନାହିଁ, ତାମାନେ ଭୂତ ସଂଖ୍ୟା ବି କମିଗଲେଣି ସମୟ ହିସାବରେ। ଭୂତ ସଂଖ୍ୟା କମେ, ଡିଷ୍ଟର୍ବ ହେଇଗଲା ନା, ସେଠୁ ସେ ଅଲଗା ଜାଗାରୁ ଶ୍ମଶାନରେ ଚାଲି ବି ଚିତା ଜଳୁଛି ନା, ଚିତା ତ ଜଳୁଛନ୍ତି ନା, ତ ଭୂତ ରହିବ, ସେଇ ଚିତାର ତ ଉର୍ଜା ରହିବ ନା। ତ ଆପଣ ଶ୍ମଶାନରେ ଭୂତ ରହିବେନି, କୋଉଠି ରହିବେ? କାହା ଘରେ ତ ରହିବେନି, ଯାଇକି ଘରେ ତ ମଣିଷ ରହିବେ, ଭୂତ ତ ରହିବେନି। ତାମାନେ ମୋଟାମୋଟି ଭାବେ ଶ୍ମଶାନରେ ହିଁ ଭୂତ ଯୋଉଠି ପୋତା ହଉଛି ସେଠି ଗ୍ରେଭୟାର୍ଡ ତ ଅଛି, କ୍ୟାଥୋଲିସିମରେ ତ ଗ୍ରେଭୟାର୍ଡ ଅଛି, ଗ୍ରେଭୟାର୍ଡରେ ତ ପୋତା ହଉଛନ୍ତି, ସେଠି ତ ରହିବେ ଉର୍ଜା ଅଲରେଡି, ଗୋଟେ ମଣିଷର ଗୋଟେ ଉର୍ଜା। ଭୂତ ମିନ୍ସ ବ୍ରେଥ୍ ମିନ୍ସ ଗୋଟେ ଏନର୍ଜି। ଓକେ, ବ୍ରେଥ୍ ମାନେ ପର୍ଟିକୁଲାର କୌଣସି ଏଣ୍ଟିଟି ହେଇପାରେ, ଏନର୍ଜି ହେଇପାରେ, ଏନର୍ଜିରୁ ଏଣ୍ଟିଟି ଫର୍ମେସନ୍ ହେଇପାରେ। ଡିପଲି ଗଲେ ଜିନିଷ ମାନେ ଡିସ୍କସ୍ କଲେ ବୁଝି ହେବ। ତ ଏମିତି ସାରା ବହୁତ ସାରା ଜିନିଷ ଅଛି, ଭୂତ ଲାଗିବାର ଏସବୁ କମନ୍ ସିମ୍ପଟମ୍ସ। ପିରିୟଡ଼ରୁ ହେଇପାରେ, ପିରିୟଡ଼ ଯେଉଁ ପ୍ୟାଡ୍ସ ଯେଉଁ ୟୁଜ୍ କରାଯାଏ ମେନ୍ସୁରେସନ୍ ସାଇକେଲର, ଏପଟ ସେପଟ ଫିଙ୍ଗିବା, ଚୁଟି ଏପଟ ସେପଟ ଫିଙ୍ଗିବାରୁ ବି ହେଇପାରେ। ଏସବୁ ଜିନିଷରେ କନେକ୍ଟ ହେବାର ଚାନ୍ସେସ୍ ବହୁତ ଥାଏ। ଓକେ, ମନେକର ଆପଣ ଅନୁଭବ କଲେ କାହାକୁ ସତରେ ଭୂତ ଲାଗିଛି,
ଆପଣ ସବୁ ଯେତେ ସାରା ରିଜନ ସ୍ପିରିଟ୍ କେସେସ୍ ଗୁଡ଼ାକ ସେସବୁ ଜିନିଷରେ ମୁଁ ତ ଏବେ ଏଣ୍ଟରଟେନ୍ କରେନି ଫାର୍ଷ୍ଟ ଥିଙ୍ଗସ୍। କିଏ ଯଦି ପଚାରେ ମୁଁ କୁହେ ଦେଖନ୍ତୁ କୋଉଠି କିଏ ଭଲ ଥିବେ, ମୋତେ ପଚାରନ୍ତି କୋଉଠି ଆପଣ ଚିହ୍ନା ପରିଚୟ ଅଛି କି ନାହିଁ, କିନ୍ତୁ କାହାକୁ ତ ରେକମେଣ୍ଡେଡ଼ ସେମିତି କରେନି, କାହିଁକି ନା ବହୁତ ଜାଗାରେ ମୁଁ ଗ୍ୟାରେଣ୍ଟି ନାହିଁ ଯେ ସେ କେତେ ଠିକ୍ କରିପାରିବେ ନ କରିପାରିବେ। ମାର୍କେଟ ଏବେ ବହୁତ ସାରା ଜିନିଷ ଏବେ ହଁ କରିପାରୁ ନ କରିପାରୁ ତ ହଁ ମାରି ଦେଉଛନ୍ତି ପଇସା ଲୋକ। ଭୂତ ଛଡ଼େଇବାର କାମ ତାନ୍ତ୍ରିକର ଗୁଣିଆ ମାନଙ୍କର, ତାନ୍ତ୍ରିକର ବି କାମ। କିନ୍ତୁ ଆପଣ କରନ୍ତିନି। ମୁଁ ତନ୍ତ୍ରରେ ରିସର୍ଚ୍ଚ କରେ ଫାର୍ଷ୍ଟ ରିସର୍ଚ୍ଚ ଥିଙ୍ଗ। କରନ୍ତି ଆପଣ କିନ୍ତୁ ବୁଝନ୍ତୁ କରନ୍ତିନି। ବହୁତ ଏକ୍ସଟ୍ରିମ୍ କେସେସ୍ ହେଲା ବାସ୍ତୁ ଉପରେ କରେ, ଆଷ୍ଟ୍ରୋଲୋଜି, ଏସବୁ ଜିନିଷ ଆକ୍ଚୁଆଲି ମୋ ପାର୍ଟ ଅଫ୍ ବିଜନେସ୍ ଇଜ୍ କ୍ରିଷ୍ଟାଲ୍ସ, ବାସ୍ତୁସ୍, ଏସବୁ ଜିନିଷର ପାର୍ଟ ଅଫ୍ ବିଜନେସ୍। କିନ୍ତୁ ଭୂତ ଲାଗିବ ଏସବୁ ଜିନିଷ ମୁଁ କରେ ନାହିଁ ଫାର୍ଷ୍ଟ କଥା। Okay. ହଁ, କିନ୍ତୁ ମୁଁ ତାଙ୍କୁ ହେଲ୍ପ କୌଣସି ୱେ ହଉ କ'ଣ ହଉ ଇଏ ହଉ ମୁଁ ଦେଖେଇଦିଏ, ଯଦି ଡକ୍ଟର୍ସ ଦେଖାନ୍ତୁ ଫାର୍ଷ୍ଟ, ଯଦି ଠିକ୍ ନ ହେଉଛନ୍ତି ଏଇ ଜିନିଷ କିଛି ହୋମଲି ରେମିଡ଼ିଆଲ୍ସ ତାଙ୍କୁ ମୁଁ କହିଦିଏ ଯେ ଆପଣ କରନ୍ତୁ, ଯଦି ନ ହେଉଛି ତାପରେ ଚେକ୍ କରିବା ଦେଖିବା। ଓକେ, ଏ ଜଣଙ୍କ ଘରେ ଘରଟେ ତିଆରି ହେଇଯାଇଛି, ଛାତ ବି ପଡ଼ିଯାଇଛି, ତାପରେ ପରେ ସେମାନେ ଅନୁଭବ କଲେ କି ଆପଣମାନଙ୍କ ଭଳି ଲୋକକୁ ଯେତେବେଳେ ଡାକିଲେ ସେ କହିଲେ ନାଇଁ ଘରର ବାସ୍ତୁ ଦୋଷ ଅଛି, ଭୁଲ ଭାଲରେ ଘର ହେଇଯାଇଛି, ଘରଟାକୁ ଆମେ ଆଉଥରେ ଭାଙ୍ଗିବାକୁ ପଡ଼ିବ। କିନ୍ତୁ ସେ ଫିନାନ୍ସିଆଲି ସେତିକି ଷ୍ଟେବୁଲ ନୁହଁ ଘରଟାକୁ ଭାଙ୍ଗିଦେଲା ପରେ ଆଉଥରେ ତିଆରି କରିପାରିବ। କିନ୍ତୁ ଆପଣଙ୍କର ସଜେସନ୍ ରହୁଛି, ନଟ୍ ଇନକ୍ଲୁଡିଂ, କି ସଜେସନ୍ ହେଉଛି ନାଇଁ ଘର ଏଇ ଜାଗାରେ ଭୁଲ ହେଇଛି, ବାସ୍ତୁ ଦୋଷ ପ୍ରବଳ, ଯଦି ଛାତ ପଡ଼ିଲେ ମଣିଷକୁ ଅଣନିଶ୍ୱାସୀ ପରିକା ଲାଗିବ, ତେଣୁ ଏଇ ଜାଗାକୁ ଆମକୁ ଭାଙ୍ଗି ବା ଡିସମିସ୍ କରି କିଛି ଗୋଟେ ସଲ୍ୟୁସନ୍ ବାହାର କରିବା ପାଇଁ ପଡ଼ିବ। ସେଇ ଜାଗାରେ ଆପଣଙ୍କର ଆଉ କିଛି ଏକ୍ସେପସନାଲ ରୋଲ୍ ନାହିଁ ସମାଧାନ କରିବା ପାଇଁ? ଯଦି ବାସ୍ତୁର ସେଠି ପିରାମିଡ଼ ଲଗେଇ ଯାଇପାରେ, ସମାଧାନ ଅଛି। ପିରାମିଡ଼, ହଁ, ଯଦି ବାସ୍ତୁ ତ ଘର ଭାଙ୍ଗିବା ପସିବଲ୍ ନୁହେଁ ଫାର୍ଷ୍ଟ ଥିଙ୍ଗ। ଆଉ ପୁରା ବାସ୍ତୁ ଦେଖି ଆପଣ ଘର କରିବାକୁ ବହୁତ ବଡ଼ ଲ୍ୟାଣ୍ଡ ଦରକାର, ବହୁତ ସାରା ଜାଗା ଦରକାର, ବହୁତ ଜିନିଷ ଦରକାର। ଏବେ ସେତିକି ସୁଇଟେବୁଲ୍ ଲ୍ୟାଣ୍ଡ ମିଳିବା ଦରକାର ବର୍ତ୍ତମାନ ଟାଇମ୍ରେ। ତ ବାସ୍ତୁ ହିସାବରେ ପିରାମିଡ଼ ଲଗାଯାଇପାରେ। ମାଧବ, ମୁଁ ଟିକେ ଆପଣଙ୍କ ଯେଉଁ ତନ୍ତ୍ର ଉପରେ ଆମେ ଆଲୋଚନା କରୁଛେ, ମୁଁ ତାର ଗୋଟେ ଆଉ ଏକ ଦିଗକୁ ଯିବା ପାଇଁ ଚାହୁଁଛି। ତନ୍ତ୍ର ଉପରେ ରିସର୍ଚ୍ଚ କରୁଥିବା ଲୋକଟି ଧରି ନିଅନ୍ତୁ ଆପଣଙ୍କର ଶେଷ ଲକ୍ଷ୍ୟ କ'ଣ ଥିବ? ମୋକ୍ଷ ପ୍ରାପ୍ତି ନା ଶକ୍ତି ପ୍ରାପ୍ତି? ମୋକ୍ଷ ପ୍ରାପ୍ତି। ଯଦି ପଚାରିବେ ମୋକ୍ଷ ପ୍ରାପ୍ତି। ଯେମିତିକି ନା ହ୍ୟୁମାନ୍ ଲାଇଫ୍ରେ ଆଉ ଜନ୍ମ ନେବାର ଅଛି ନା ଇଚ୍ଛା ଅଛି। ଡିପ୍ଲୋମାଟିକ୍ ଦେଇଦେଲା। କ୍ରିଟିକାଲ ନାହିଁ, ଏଇଟା ମୁଁ ରିଏଲି ମୋ ହାର୍ଟଲି କଥା କହୁଛି। ମୋକ୍ଷ ପ୍ରାପ୍ତି ଆପଣଙ୍କର ଲକ୍ଷ୍ୟ ମୋକ୍ଷ ପ୍ରାପ୍ତି। କ'ଣ ଗୋଟେ ମଣିଷ ଲାଇଫ୍ର ଏମ୍ ହେଉଛି ମୋକ୍ଷ ପ୍ରାପ୍ତି। ଡିପ୍ଲି ଯଦି ଆନାଲାଇଜ୍ କରିବେ, ଆମେ ଲାଇଫ୍ରେ କରୁଛେ, ଆପଣ ଯାହା ବି କରୁଛନ୍ତି କାହା ପାଇଁ କରୁଛନ୍ତି? ଫ୍ୟାମିଲି ପାଇଁ କରୁଛନ୍ତି, ସବୁ ପାଇଁ କରୁଛନ୍ତି। ଆପଣ ଯେତେବେଳେ ଆଇସିୟୁ ବେଡ଼୍ରେ ଶୋଇଥିବେ, କୌଣସି ଫ୍ୟାମିଲି ହଉ, ଯେତେ ବନ୍ଧୁବାନ୍ଧବ ଯିଏ ହଉ, ଆପଣଙ୍କ ସାଙ୍ଗରେ ଆଇସିୟୁ ବେଡ଼୍ରେ ଶୋଇବେ କି? ଶୋଇବେନି। ଫାର୍ଷ୍ଟ ଥିଙ୍ଗ, ଯେତେ ବି ରିଲେସନସିପ୍ ଥାଉ, ଯେତେବେଳେ ସ୍ୱାର୍ଥରେ ଆଘାତ ଆସିବ ସେ ରିଲେସନସିପ୍ ଗୋଟେ ସେକେଣ୍ଡରେ ବ୍ରେକ୍ ହେଇଯିବ। ସେ ଆପଣ ଯେତିକି ଭଲ କରିଥାନ୍ତି ତାଙ୍କ ପାଇଁ, ଆପଣ ମୋ ପାଇଁ 100ଟା ମୋତେ ହେଲ୍ପ କରିବେ, ଗୋଟେ ମିଷ୍ଟେକ୍ କରିଦେବେ ଆପଣ ମୋ ପାଇଁ ଏନିମି ହେଇଯିବେ। ତ ଆଟ୍ ଲାଷ୍ଟ ଲାଇଫ୍ରେ ଆମେ ଯାହା ବି କରୁଛେ, ଆମ ଏଇଟା ଦରକାର, ଗାଡ଼ି ଦରକାର, ଗାଡ଼ି ପରେ ମଣିଷ ଭାବିବ ମୁଁ ଗାଡ଼ି କିଣିବି, ଗାଡ଼ି କିଣିଲା ପରେ କହିବ ନାହିଁ ଘର ହେଲେ ଭଲ ହେବ, ଘର ହେଲା ପରେ ଆଉ ଗୋଟେ, ତ ସବୁ ଜିନିଷ ହେଲା ପରେ ତାର ଏଣ୍ଡିଂ ଆପଣଙ୍କ ଡିଜାୟାର୍ସ ଶେଷ ନାହିଁ। ତ ଆପଣ ଏଇ ଜନ୍ମରେ ଡିଜାୟାର୍ସ ଯେତେ ସମୟ ରହିବ ସେତେ ସମୟ ଆପଣଙ୍କୁ ହ୍ୟୁମାନ୍ ବର୍ଥ ନେବାକୁ ପଡ଼ିବ। ଆଉ ଆଗକୁ ଯେଉଁ ଟାଇପ୍ର ସମୟ ଆସୁଛି, ଏବେ ତ ଆମେ କଳିଯୁଗର ପ୍ରଥମ ଚରଣରେ ଅଛେ, ଏବେ ତ କିଛି ହେଇନି ଏଯାଏଁ। ଜିନିଷ ଟ୍ରେଲର ଆପଣ ଯାହା ଦେଖିବେ ଟ୍ରେଲର ବି ନୁହେଁ, ଆଗକୁ ଯେଉଁ ସିନେମା ଆସୁଛି ସେ ସିନେମା ଦେଖିବାର ମୋର 1% ବି ହାର୍ଟଲି ଇଚ୍ଛା ନାହିଁ। ତାପରେ ଭଗବାନ ପ୍ରେ କରିବେ ମୋକ୍ଷ ପ୍ରାପ୍ତି। ମୋକ୍ଷ ପ୍ରାପ୍ତି। ଆଚ୍ଛା ମୋତେ ଆପଣଙ୍କର ସାଧନା ବଳରେ ଜାଣିପାରିବେ କି ଆମ ଏ ଷ୍ଟୁଡିଓ ଭିତରେ ବା ଷ୍ଟୁଡିଓ ପଜିଟିଭ୍ ଅଛି ଭାଇବ୍ରେସନ୍। positive କେବଳ ଗୋଟେ ଜିନିଷ, ଆପଣଙ୍କ ବ୍ୟାକୱାର୍ଡରେ ଯେଉଁଟା ପୁରା ବ୍ଲାକ୍ ବ୍ୟାକଗ୍ରାଉଣ୍ଡ ହେଇଯାଉଛି, ଯେଉଁଟାକି ବ୍ୟାକ୍ ବ୍ୟାକଗ୍ରାଉଣ୍ଡ ଟୋଟାଲ୍ ନ ଦେଇକି କୌଣସି ବ୍ୟୁଟିଫୁଲ୍ ଗୌତମ ବୁଦ୍ଧଙ୍କ ଷ୍ଟାଚ୍ୟୁ, ଯେହେତୁ ଆପଣ ପଡ଼କାଷ୍ଟ କରୁଛନ୍ତି, ସେଇଟା ନଲେଜର ଜିନିଷ, ସେଥିରେ ବହୁତ ସାରା ମୋଟିଭେସନ୍ସର ଜିନିଷ ଅଛି। ତ ଆପଣ ତାକୁ ଗ୍ରୋ କରିବା ପାଇଁ 7 ହର୍ସେସ୍ର ଦେଇପାରନ୍ତି ପଜିଟିଭଲି ସକ୍ସେସ୍ ପାଇଁ, ନହେଲେ ଗୋଲ୍ଡେନ୍ ଗୌତମ ବୁଦ୍ଧଙ୍କ ଗୋଟେ ଷ୍ଟାଚ୍ୟୁ କରିପାରନ୍ତି, ଏମିତି ସବୁ ଜିନିଷ ଆପଣ କରିପାରନ୍ତି। ଓକେ ମହାଦେବ, ଗୋଟିଏ ପ୍ରଶ୍ନ ମୋତେ ବାରମ୍ବାର ଦ୍ୱନ୍ଦ୍ୱରେ ପକାଉଛି। ସେ ପ୍ରଶ୍ନଟି ହେଉଛି, ସମୟ ହିସାବରେ ଆମେ ବିଜ୍ଞାନ ଚେତନା ଭିତରେ ବଞ୍ଚିଲୁଣୁ, ବିଜ୍ଞାନକୁ ନେଇ ଆମେ ବଞ୍ଚିଲୁଣୁ, ବିନା ବିଜ୍ଞାନରେ ଆମେ ହୁଏତ ଗୋଟେ କ୍ଷଣ ବି ବଞ୍ଚିପାରିବା ନାହିଁ। ସେଇ ସମୟରେ ସତରେ କ'ଣ ତନ୍ତ୍ରର ଆବଶ୍ୟକତା ଅଛି? ତନ୍ତ୍ରର ପୂର୍ବ ଯୁଗରୁ ଯେତିକି ଆବଶ୍ୟକତା ଅଛି, ସବୁଠୁ ଅଧିକ ଆବଶ୍ୟକତା ଅଛି ଏବେ କଳିଯୁଗରେ। ବୁଝିପାରିଲିନି। ପୂର୍ବ ଯୁଗ ସତ୍ୟ ଯୁଗ, ତ୍ରେତୟା ଯୁଗ, ଦ୍ୱାପର, କଳି, 4ଟି ଯୁଗ। ଆଚ୍ଛା ଆଚ୍ଛା, ସତ୍ୟ ଯୁଗରେ ବି ତନ୍ତ୍ରର ଆବଶ୍ୟକତା ଥିଲା, ମହାଭାରତରେ ବି ତନ୍ତ୍ରର ୟୁଜେସ୍ ହେଇଛି।
ତ ପ୍ରତ୍ୟେକଟା କ୍ଷେତ୍ରରେ ତନ୍ତ୍ରର ୟୁଜେସ୍ ତେବେ ଏଇ ସମୟରେ ତନ୍ତ୍ରର ଆବଶ୍ୟକତା କ'ଣ ଯଦି ଆପଣ Yes, ଗୋଟେ ଗୋଟେ ଏକ୍ସାମ୍ପଲ ଗର୍ଭରୁ ଗୋଟେ ପିଲା ଜନ୍ମ ହଉଛି ଦ୍ୟାଟ୍ ଇଜ ଅଲସୋ ତନ୍ତ୍ର ସେଇ ପ୍ରୋସେସ ଇଜ ଅଲସୋ ତନ୍ତ୍ର ତା ବଡିରେ ବ୍ଲଡ କାଉଣ୍ଟ ତିଆରି ହେବା ସେଲ୍ସ ତିଆରି ହେବା ବ୍ରେନ୍ ଡେଭଲପ କରିବା ଇଟ୍ ଇଜ ଅଲସୋ ପାର୍ଟ ଅଫ ଦ ତନ୍ତ୍ର କୌଣସି ଜିନିଷ ନ୍ୟୁଲି କରିବା କୌଣସି ଜିନିଷ ପ୍ରୋବ୍ଲେମକୁ ସଲ୍ଭ କରିକି ନ୍ୟୁଲି ଲାଇଫରେ ଆଗେଇବା ସେଇଟା ହେଲ୍ପ ହବାଟା ଦ୍ୟାଟ୍ ଇଜ ତନ୍ତ୍ର ସେଥିରେ କୋଉଠି ଆପଣଙ୍କ ଅନୁଭବ କେବେ ହେଇନି ମାନେ ତନ୍ତ୍ରର ଆୟୁଷ ଆଉ କେତେ ଦିନ ତନ୍ତ୍ରର ଆୟୁଷ ହଁ। ତନ୍ତ୍ରର କୌଣସି ମାନେ ଶେଷ ନାହିଁ ତ ଆୟୁଷ କେମିତି ଗଣିବ ଏଇଥିପାଇଁ କି ପ୍ରଶ୍ନ ଯେମିତି ଆମେ ଆଲୋଚନା କରୁଥିଲେ ଆପଣଙ୍କର ସାଧନା ପାଇଁ ବା ପୂଜା ପାଇଁ ଯାହା ଯାହା ଆପଣଙ୍କର ସାମଗ୍ରୀ ଦରକାର ପଡୁଛି ସମୟ ହିସାବରେ ସାମଗ୍ରୀ ବହୁତ କଷ୍ଟଲି ହେବା ପାଇଁ ଯାଉଛି ଗୋଟେ ସମୟ ଆସିବ ସେ ସାମଗ୍ରୀ ଆଉ ମିଳିବ ନାହିଁ ହଁ ଏବେ ମିଳୁନି ଏବେ ଏବେ କଷ୍ଟଲି ବି କୋଉଠି ଏବେ ବି ମିଳୁଛି କଷ୍ଟଲି ହେଇଛି ଠିକ କଥା ସେ ଏଇ ସମୟ ପାଇଁ ଜିନିଷ ହିସାବରେ ଆପଣ ଯଦି କେବେ ତନ୍ତ୍ରର ଯୋଉ ପର୍ଟିକୁଲାର ବହୁତ ସାରା ଜିନିଷ ଦରକାର ହଁ, ହୁଏ ହଁ। ଗୋଟେ ପଜିଟିଭ ଜିନିଷ ହଉ ଯାହା ବି ହଉ ସେଟା ମିଳୁନି ଏବେ ଗୋରଚନା କୋଉଠି ମିଳୁଛି ହଁ ଏକ୍ଜାକ୍ଟଲି ମୁଁ ସେଇ କସ୍ତୁରୀ ପାର୍ଟକୁ କୋଉଠି ଯାଉଥିଲି। ମିଳୁଛି କସ୍ତୁରୀ କୋଉଠି ମିଳୁଛି ମିଳୁନି ହୁଁ। ସ୍ୱୟଂ ଜଗନ୍ନାଥ ମନ୍ଦିରକୁ କସ୍ତୁରୀ ମିଳିଲା ବେଳକୁ ବହୁତ ସାରା ପ୍ରୋବ୍ଲେମ୍ସ ଆରାଇଜ ହଉଛି ହଁ, ହଁ, ତ ଯୋଉଠି ସ୍ୱୟଂ ଜଗନ୍ନାଥ ପାଇପାରୁନାହାନ୍ତି ସେଠି ମଣିଷ କିମ୍ବା କୌଣସି ଅଲଗା କେମିତି ହଁ, ପାଇବ ହଁ, ଫାଷ୍ଟ ସେଇ ପ୍ରିମାଇସେସରେ ମୁଁ ସେଇ ଏବେ ସେଇ ଆଧାରରେ ଜିନିଷ ନେଇକି ଦେଖନ୍ତୁ ଡେ ବାଇ ଡେ ପ୍ରାକୃତିକ ଜିନିଷ ଆସ୍ତେ ଆସ୍ତେ ବିଲୁପ୍ତ ହେଇଯାଉଛି ହଁ, ଏବେ ଦେଖନ୍ତୁ ଆଗ ଆମ ଘର ପାଖରେ ବହୁତ ସାରା ଗଛ ଥିଲା ଏବେ ମୁଁ ଏବେ ଦେଖୁଛି ଖାଲି ବିଲ୍ଡିଂ ଉପରେ ବିଲ୍ଡିଂ ଯୋଉଠି ପ୍ରୋବ୍ଲେମ ହଉଛି ମତେ ଆଚ୍ଛା ଅକ୍ସିଜେନ ଲେଭେଲ ମତେ ଆହୁରି ଅକ୍ସିଜେନ ଫ୍ରେଶ ଅକ୍ସିଜେନ ପାଉନି ସେଇ ଯୋଉ ବେଳେ ବେଳେ ଗୋଟେ ମାନେ ଫ୍ରି ଆଟମୋସ୍ଫିୟର ନେଚୁରାଲ ଜିନିଷ ଲୋକ ଯାଆନ୍ତି ହୁଁ, ବିକଜ ଅଫ ଫ୍ରେଶ ଅକ୍ସିଜେନ ଆଉ ଥରେ ଲୋକ ଚାହୁଁଛନ୍ତି ଜିନିଷ ଦେଖନ୍ତୁ ବ୍ୟାକ୍ କରୁଛି ହୁଁ, ଏବେ ଦେଖନ୍ତୁ ଅର୍ଗାନିକାଲ ଜିନିଷ ବହୁତ ଭଲ ଚାଲିଛି ବ୍ୟାକ୍ କରୁଛି ଲୋକ ବୁଝି ସାରିଲେଣି ଯେ ହଁ, ଡିଜିଜେସ୍ ହେଲା ପରେ ମେଡିସିନ୍ସ ଦେଲେ ବି ଏଲୋପାଥି ଦ୍ୟାଟ୍ ଇଜ ନଟ୍ ଅ ପରମାନେଣ୍ଟ ସଲ୍ୟୁସନ ନିଶ୍ଚୟ ସେସବୁ ଜିନିଷ କନଜ୍ୟୁମ୍ କଲେ ଯାଇକି ଅର୍ଗାନିକାଲି ଟିକେ ବେଟର ରହିବେ ହବ ମେଡିସିନ ହେଲ୍ପ ନେବାକୁ ପଡ଼ିବନି ନାଇଁ ମୁଁ ସେଇ ଆଧାରରେ ଖାଲି ଟିକେ ସ୍ପଷ୍ଟ ଉତ୍ତର ଚାହିଁବି ଯଦି ଆପଣଙ୍କର ସାଧନା ପାଇଁ ଆପଣଙ୍କର ସାମଗ୍ରୀ ମିଳିବନି ଆପଣଙ୍କର ପୂଜା ପାଇଁ ସାମଗ୍ରୀ ଦେଖନ୍ତୁ ସାଧନା ପାଇଁ ସାମଗ୍ରୀ ଅଲଗା ଜିନିଷ ଗୋଟେ ରିଚୁଆଲ୍ସ କରିବା ପାଇଁ ସାମଗ୍ରୀ ଅଲଗା ଜିନିଷ ରିଚୁଆଲ୍ସ ସାଧନା ଇଜ ଦ ପ୍ରୋସେସ ଅଫ ଗୁରୁ ଚାହିଁଲେ ସାଧନା ଆପଣ ଶିଖିପାରିବେ ଓକେ ରିଚୁଆଲ୍ସର କଥା କୁହନ୍ତୁ। ରିଚୁଆଲ୍ସ ସାମଗ୍ରୀ ବିଲୁପ୍ତ ହେଇଯାଇଛି ତାର ଆୟୁଷ ଆପଣ ଦେଖନ୍ତୁ ଆଉ 5 ରୁ 10 ବର୍ଷ ମ୍ୟାକ୍ସ ଟୁ ମ୍ୟାକ୍ସ ଭିତରେ ମାନେ 90% ଜିନିଷ ବିଲୁପ୍ତ ହେଇଯିବ ବିଲୁପ୍ତ ହେଇଯିବ ସେ ସମୟରେ ଆପଣ ମାନଙ୍କର ଯେ ଭୂମିକା ଦେଖନ୍ତୁ ଆଉ କଣ ଏବେ ରହିବ? କାଠ କିଣିବାକୁ ପଡୁଛି ହୁଁ, ଏବେ କାଠ ଯାହା ବି ମିଳୁଛି କିଣି କରିବାକୁ ପଡୁଛି ଯଦି ମତେ କାଠ ନ ମିଳିବ ଗୋଟେ ପ୍ଲାଇ ଆଣିକି ବି ମତେ ସେଥିରେ ହବନ କରିବାକୁ ପଡିବ ସବଷ୍ଟିଚ୍ୟୁଟ୍ ଗୋଟେ ଖୋଜିବା ଆରମ୍ଭ ହବ। କରିବାକୁ ପଡିବ ତ ସିଚୁଏସନକୁ ନେଇ ସେଇ ଟାଇମରେ ଯାହା ସିଚୁଏସନ ଥିବ ସେଇ ଅନୁସାରେ ସେ ସିଷ୍ଟମରେ ସେଇ ଅନୁସାରେ ଚାଲିବ ତାହେଲେ ଟ୍ରିଟମେଣ୍ଟ ତନ୍ତ୍ର ଶେଷ ପର୍ଯ୍ୟନ୍ତ ଘୁଷୁଡି ଘୁଷୁଡି ଯିବ ସମୟ ଅନୁସାରେ ଯାହା ବି ହବ ନା ହଁ। କାହିଁକି ସମୟ ଅନୁସାରେ ସିଚୁଏସନକୁ ନେଇକି ସବୁ ଜିନିଷ ହବ ଆଗକାଳ ଟାଇମରେ ଦେଖନ୍ତୁ ବହୁତ ଜାଗାରେ ବହି ନେଇ ପଢୁଥିଲେ ଏବେ ଟାଇମରେ ମୋବାଇଲ ଆସିଗଲା ହଁ। ମୋବାଇଲରେ ମନ୍ତ୍ର ଆସିଯାଉଛି ଆମେ ବି ମୋବାଇଲରେ ବହୁତ ଜାଗାରେ ମନ୍ତ୍ର ସୂତ୍ର ହଁ, ଦେଇକି ହଁ, ପଢୁଛେ ନିହାତି। ତ ଏଇ ଜାଗାରେ ବହୁତ ଜାଗାରେ କମ୍ପ୍ଲେନ ବି ଆସେ ପ୍ରାକ୍ଟିକାଲି ଆପଣ ମୋବାଇଲ ଦେଖିକି କାହିଁ ପଢୁଛନ୍ତି ମୋବାଇଲ ବି ସବୁ ଷ୍ଟୋରେଜ ଇଜି ଟୁ କ୍ୟାରି କରିବାକୁ ଇଜି ଅଛି ଆମେ ଏପଟ ସେପଟ ବହୁତ ଜାଗା ଯାଉଛୁ ସୁବିଧା ହେଉଛି ପଢିବା ପାଇଁ ଅନ୍ଧାର ହେଲେ ବି କିଛି ଟେନସନ ନାହିଁ ପଢି ହେଉଛି ସେ ହେଉଛି ଜିନିଷ ମହାଦେବ ମୋର ଆପଣଙ୍କୁ ଶେଷ ପ୍ରଶ୍ନ ଆପଣ ବଞ୍ଚିଥିବା ଅବସ୍ଥାରେ ଆଜ୍ଞା ଆପଣଙ୍କ ପାଖରେ ଶେଷ ଲାଇଫ ସ୍ପାନ୍ ଥିବା ଭିତରେ ଆଜ୍ଞା କୋଉ ଗୋଟିଏ ଘଟଣା ବା କୋଉ ଗୋଟିଏ ଜିନିଷ ସମାଜରୁ ଆପଣ ଦେଖିକି ଯିବେ ଆଉ କୋଉ ଗୋଟିଏ ଘଟଣା ଆପଣ ଆଦୌ ଦେଖିବାକୁ ଚାହିଁବେ ନାହିଁ ଯେଉଁ କ୍ୱେଶ୍ଚିନ୍ ପଚାରିଲେ ଭଲ କ୍ୱେଶ୍ଚିନ୍ ପଚାରିଲେ ମୁଁ ଯେଉଁଟା ଦେଖି ଯିବାକୁ ଚାହୁଁଛି ବହୁତ ସାରା ଲୋକ ଟ୍ରିଟମେଣ୍ଟ ହେଇପାରୁନାହାନ୍ତି ବହୁତ କ୍ୟାନ୍ସରର ଟ୍ରିଟମେଣ୍ଟ ବହୁତ ସାରା ହସ୍ପିଟାଲ ପାଇଁ ହେଇପାରୁନାହାନ୍ତି ଆମ ଘର ପାଖରେ ଜଣେ ବି ଏମିତି ଚାଲିଗଲେ ରିସେଣ୍ଟଲି ଟ୍ରିଟମେଣ୍ଟ ଯୋଗୁଁ ମୁଁ ଚାହିଁବି ଲୋକ ମେଡ଼ିକାଲ ଟ୍ରିଟମେଣ୍ଟ ଆଗ ବହୁତ ଭଲ ପାଆନ୍ତୁ ଫାର୍ଷ୍ଟ ଜିନିଷ ମୁଁ ଏଇଟା ଦେଖିକି ଯିବାକୁ ଚାହୁଁଛି ମୋ ଇଏରେ ଯେଉଁଟା ସୋସାଇଟିରେ ମୋ ତରଫରୁ ଯାହା ବି ହେଇପାରିବ ସୋସାଇଟି ପାଇଁ ସେଇଟା ମୁଁ ପ୍ରୟାସ ତ କରିବି ନିଶ୍ଚୟ ବାକି ତ ଗଭର୍ଣ୍ଣମେଣ୍ଟ ଯାହା କରିପାରିବେ ଆଉ ବାକି ଯାହା ସଂସ୍ଥା ଅଛି ସେମାନେ ଯାହା ବି କରିବେ ଯାହା ବି ହଉ ଆଗକୁ ଅପେକ୍ଷା ମେଡ଼ିକାଲ ଡେଭଲପ୍ କଲାଣି ବହୁତ ସାରା ଠିକ ଜିନିଷ ଅଛି କୋଉ ଜିନିଷ ଜମା ଦେଖିବା ପାଇଁ ଚାହିଁବେ ଜମା ଦେଖିବାକୁ ଚାହିଁବିନି ହେଉଛି ୟଙ୍ଗ ଜେନେରେସନ୍ ଭୁଲ ବାଟରେ ଯିବାଟା ମୁଁ ଦେଖିବାକୁ ଚାହିଁବିନି କେବେ ସେଥିରେ ପରେ ସମାଜ ପୁରା ତସନସ ହେଇଯିବ ସେଥିରେ ଯେଉଁ ଆପଣ ଟାଇପ୍ର ବହୁତ- ଏବେ ପରିସ୍ଥିତି ହେଉଛି ୟଙ୍ଗ ଜେନେରେସନ୍ ଦେଖିବାକୁ ଚାହିଁବିନି ଯେଉଁ ଜିନିଷ ବାପା ମାଆଙ୍କୁ ଖାଇବାକୁ ଦେଉନାହାନ୍ତି ବାହାର କରିଦେଉଛନ୍ତି ବହୁତ Okay, ହି okay, ଅଛି okay. ଫ୍ୟାମିଲି ତାହେଲେ ପ୍ରେମ ତାଲୁଦାରଙ୍କ ଭାଷାରେ ବାପା ମା କଣ ଲିଭିଂ ଗଡ୍ ବାପା ମା ହେଉଛନ୍ତି ଲିଭିଂ ଗଡ୍ ସ୍ତ୍ରୀ କଣ ବିଗ୍ ସପୋର୍ଟର ପ୍ରେମ କଣ ପ୍ରେମ କ'ଣ ହୁଁ, ସମସ୍ତଙ୍କୁ ସର୍ଭ କରିବା ଜୀବନ କଣ ସମସ୍ତଙ୍କୁ ନେଇ ଚଳିବା ଆପଣଙ୍କର ଶେଷ ଆଶା କଣ କିଛି କରିକି ଯିବା ଯେଉଁଟାକି ମୁଁ ମଲା ପରେ ବି ସେଇଟା ରିମେମ୍ବରିଂ ହେଉଥିବ ପ୍ରତ୍ୟେକ ମଣିଷ ପ୍ରେମରେ ବଞ୍ଚିବା ପାଇଁ ବୋଧେ ଚାହେଁ ସେ ଭଗବାନଙ୍କର ଦର୍ଶନ ଜୀବନ ହଉ ବା ସ୍ପିରିଚୁଆଲିଟିକୁ ନେଇ ଏସବୁ ଭିତରେ ପ୍ରେମ ତାଲୁକଦାର ଜଣେ ଫିଲୋସଫିକାଲି ମଣିଷ
ନିଜର ସାଧନା ନିଜର ତନ୍ତ୍ରଜ୍ଞାନକୁ ନିଜ ଭିତରେ ରଖି ଆମ ସମସ୍ତଙ୍କୁ ଏକ ସକାରାତ୍ମକ ବାର୍ତ୍ତା ଦେବାରେ ସେ କେବେ ହେଳା କରିନାହାନ୍ତି। ତାଙ୍କର ଆଖି କୋଣରେ ଜକେଇ ଆସୁଥିବା କିଛି ପ୍ରଶ୍ନର ଲୁହ ଏବଂ ମୋ ସହିତ ସିଧାସଳଖ ଉତ୍ତର ଦେଇ ମୋତେ ସତରେ ବିମୋହିତ କରିଛନ୍ତି। ଆଶା କରେ ଏ ସେସନ୍ ଆପଣଙ୍କୁ ଏକ ପଜିଟିଭ୍ ଭାଇବ୍ ଦେବ। ଯଦି ଆମର এই ପଡ଼କାଷ୍ଟ ଭଲ ଲାଗେ ତାହେଲେ ଚ୍ୟାନେଲକୁ ଲାଇକ୍ ସେୟାର ଏବଂ ସବସ୍କ୍ରାଇବ୍ କରିବେ। ଥ୍ୟାଙ୍କ ୟୁ।